ଶ୍ରୀ ଶ୍ରୀ ଠାକୁର ପଚାରୁଛନ୍ତି, ସୁଶୀଲ, ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି, ତାର ଉତ୍ତର ଆପଣ ଦେବେ। ସୁଶୀଲ ଡରି ଯାଉଛନ୍ତି। ସ୍ୱୟଂ ବିଶ୍ୱର ମାଲିକ କୋଶ୍ଚିନ୍ ପଚାରିବେ, ତାର ଉତ୍ତର ପୁଣି ଦେବେ। ଶ୍ରୀ ଶ୍ରୀ ଠାକୁର ତାଙ୍କ ସହିତ ପୁଣି କହୁଛନ୍ତି କିନ୍ତୁ ଆପଣ ଏମିତି ଉତ୍ତର ଦେବେ ଯେଉଁଥିରେ କି ମୁଁ ଖୁସି ହେବି। ସୁଶୀଲ ଆହୁରି ଡରି ଯାଉଛନ୍ତି। ସ୍ୱୟଂ ମାଲିକ ପଚାରିବେ, ମୁଁ ଉତ୍ତର ଦେବି, ପୁଣି ସେ ଉତ୍ତରରେ ଶ୍ରୀ ଶ୍ରୀ ଠାକୁର ଖୁସି ହେବେ। ସେ କିଛି ବୁଝି ପାରୁନାହାନ୍ତି। କହୁଛନ୍ତି, ଠାକୁର ଆପଣ ପ୍ରଶ୍ନ ପଚାରିବେ, ମୁଁ ଉତ୍ତର ଦେଇ ପୁଣି ଆପଣ ଖୁସି ହେବେ? ଠାକୁର କହୁଛନ୍ତି, ହଁ ମୁଁ ପଚାରିବି। ସୁଶୀଲ ଯେତେବେଳେ କହୁଛନ୍ତି, ଠିକ ଅଛି ଠାକୁର, ଆପଣଙ୍କର ଇଚ୍ଛା ଯେତେବେଳେ ପଚାରନ୍ତୁ। ଶ୍ରୀ ଶ୍ରୀ ଠାକୁର ତାଙ୍କୁ ପଚାରୁଛନ୍ତି, ସୁଶୀଲ, ଏ ଦୀକ୍ଷା ନେଇ ତମେ ପାଇଛ କଣ? ସୁଶୀଲା କିଛି କହିପାରୁନାହାନ୍ତି। କଣ ବା କହିବେ? ଦୀକ୍ଷା ନେଇ ତାଙ୍କୁ କଣ ଜୀବନରେ ମିଳିଛି ସେ ଠାକୁରଙ୍କୁ କେମିତି ବା କହିବେ? ଆଉ କଣ କହିଲେ ଯେ ଠାକୁର ଖୁସି ହେବେ ସେ ଭାବି ପାରୁନାହାନ୍ତି। ଶ୍ରୀ ଶ୍ରୀ ଠାକୁର ତାଙ୍କୁ 3 ଦିନ ଟାଇମ ଦଉଛନ୍ତି। ତମେ ଭାବି ଚିନ୍ତି 3 ଦିନ ତମକୁ ଟାଇମ ଦେଲି, 3 ଦିନ ଭିତରେ ମତେ ଆସି କହିବ ଦୀକ୍ଷା ନେଇ ତମେ ପାଇଛ କଣ? ସୁଶୀଲା ଯାଉଛନ୍ତି, ନାମ ଧ୍ୟାନରେ ବସୁଛନ୍ତି, ସଦାବେଳେ ଚିନ୍ତା କରୁଛନ୍ତି, ସତରେ ମୁଁ କୋଉ ଉତ୍ତର ଦେଲେ, କାହିଁକି ନା ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଏମିତି ଗୋଟେ ଉତ୍ତର ଦେବ ଯେଉଁଥିରେ ମୁଁ ଖୁସି ହେବି। ତେଣୁ କଣ ଉତ୍ତର ବା ଦେବି ସେ ଖୁସି ହେବେ, ଏହା ଭାବି ତାଙ୍କର ସାଧନ ବଳରେ ନାମ ଧ୍ୟାନ କରି ଯେତେବେଳେ ସେ ତୃତୀୟ ଦିନ ବେଳକୁ ଯେତେବେଳେ ତାଙ୍କୁ ଗୋଟେ କଂକ୍ରିଟ ଆନ୍ସର ମିଳିଯାଉଛି, ମନ ଭିତରେ ତାଙ୍କର ଅନ୍ତରାତ୍ମାରୁ ଯେମିତି ଗୋଟେ ଏତେ ସୁନ୍ଦର ଆନ୍ସର ଆସିଯାଉଛି, ସେ ସେଇଥିରେ ହିଁ ପୁରା କନଫିଡେଣ୍ଟ ହେଇ ଖୁସି ହେଇ ଆସି ଶ୍ରୀ ଠାକୁରଙ୍କୁ ପ୍ରଣାମ କରୁଛନ୍ତି। ଆଉ ଶ୍ରୀ ଠାକୁର କହୁଛନ୍ତି, କଣ ପାଇଲ ଉତ୍ତର? କହିଲେ, ହଁ ଠାକୁର, ମୁଁ ଉତ୍ତର ପାଇଲି। ଠାକୁର ପଚାରିଲେ, କଣ ତାହେଲେ ଦୀକ୍ଷା ନେଇ କଣ ପାଇଛ? ସୁଶୀଲା କହୁଛନ୍ତି, ଠାକୁର, ମୁଁ ଦୀକ୍ଷା ନେଇ ଆପଣଙ୍କୁ ହିଁ ପାଇଛି। ଠାକୁର ଏତେ ଖୁସି ଆଉ ତାଙ୍କର କଳ୍ପନା ବି କରି ହୁଏନି। ସତରେ ଆମେ ଜୀବନରେ କେତେ ସାଧନା, ମା ଜଣକ ଭଜନ କରୁଥିଲେ, ପାଇଛି ତୁମକୁ ଏ ଜୀବନେ ପ୍ରଭୁ, କେତେ ସାଧନାର ଫଳେ। ମୋର ଏଇ ଯୋଉ ସାଧନା ବଳରେ ସାଧନ ଭଜନ ଯାହା ବି ହଉ, ମୋର କିଛି ପୂର୍ବଜନ୍ମର ସ୍ୱୀକୃତି ହଉ, ଯାହା ବି ମୋର କର୍ମ ଫଳ ହଉ, ମୁଁ ଏଇ ଜନ୍ମରେ ସେଇ ପରମ ପ୍ରେମମୟକୁ ହିଁ ପାଇଛି। ମୁଁ ଦୀକ୍ଷା ନେଇ ଯାହାଙ୍କୁ ପାଇଲା ପରେ ଜୀବନରେ ଆଉ କିଛି ପାଇବା ବାକି ରହେ ନାହିଁ। ଯିଏ ମୋର ସବୁ ଜିନିଷଟାକୁ ପୂର୍ଣ୍ଣ କରିପାରନ୍ତି, ତାଙ୍କୁ ଧରିଲା ପରେ ଆଉ କିଛି ଧରିବା ବି ବାକି ରୁହେ ନାହିଁ, ଆଉ କିଛି ପାଇବା ବି ବାକି ରୁହେ ନାହିଁ। ମୁଁ ତାଙ୍କୁ ଜୀବନରେ ହିଁ ପାଇଛି। ତେଣୁ ଆମେ ସତରେ କେତେ ଭାଗ୍ୟବାନ। ଶ୍ରୀ ଶ୍ରୀ ଠାକୁରଙ୍କୁ ଆମେ ଏଇ ଜୀବନରେ ହିଁ ପାଇଛେ, କିନ୍ତୁ ବହୁତ ଲୋକ ଗ୍ରହଣ କରିପାରନ୍ତି ନାହିଁ। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି, ସଦ୍ଗୁଣ ଥିବା ସତ୍ତ୍ୱେ ବି ହୁଏତ ଏପରି କେତେ ଗୁଡିଏ ପ୍ରବୃତ୍ତି ତାକୁ ଚାଳନା କରେ ଯେ ସେ ହୁଏତ ଦୀକ୍ଷା ନେବାର ପ୍ରୟୋଜନ ବୋଧ କରେ ନାହିଁ। ପୁଣି ଏହି ପଥରେ ଯେତେବେଳେ ଧକ୍କା ଖାଏ, ସେତେବେଳେ ହୁଏତ ଏହି ଦିଗରେ ଝୁଙ୍କେ। ଛୋଟ ଥିବା ବେଳେ ହିଁ ଦୀକ୍ଷା ଦେଇ ଯଜନ ଯାଜନ ଇଷ୍ଟଭୂତି ପାଳନର ଅଭ୍ୟାସ କରାଇ ଦେବା ଭଲ। ପରିବାରର ଶ୍ରେଷ୍ଠ ବ୍ୟକ୍ତି ଯିଏ, ତାଙ୍କର ଯଦି ଶ୍ରଦ୍ଧା ଚଳନ ନ ହୁଏ ଏବଂ ସେ ଯଦି ଶ୍ରଦ୍ଧା ଆକର୍ଷଣ କରି ନ ପାରନ୍ତି, ତାହେଲେ ହୁଏ ନାହିଁ। ପାରିବାରିକ ଜୀବନରେ ଯାଜନ ଖୁବ୍ ପ୍ରୟୋଜନ। ଆଉ ପରିବାର ମଧ୍ୟରେ ରହିବା ଦରକାର ଗୋଟାଏ ଧର୍ମୀୟ ପରିବେଶ। ଗୋଟାଏ ପରିବାର ବି ଯଦି ଠିକ ଭାବେ ଗଢି ଉଠେ, ଆଖପାଖରେ ଅନ୍ୟାନ୍ୟ ପରିବାର ବି ତା ଦେଖି ପ୍ରଭାବିତ ହୁଏ। ଯେଉଁମାନେ ଇଷ୍ଟଙ୍କୁ ନେଇ ଠିକ ଭାବେ ଚାଲନ୍ତି, ସେମାନଙ୍କ ସାଙ୍ଗରେ ଜଡିତ ଅନ୍ୟ ଲୋକମାନେ ବି ସେଇ ଦିଗରେ ଆକୃଷ୍ଟ ହୁଅନ୍ତି। ଆଲୋଚନା ପ୍ରସଙ୍ଗ 19 ଖଣ୍ଡରେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି। ତେଣୁ ଆମର ବା ଆଉ ଚିନ୍ତା ବା କଣ? ଆମେ ଯଦି ଦେଖିବା କେତେ କେତେ ଜନ୍ମର ତପସ୍ୟା ଫଳରେ ଶ୍ରୀ ଶ୍ରୀ ଠାକୁରଙ୍କୁ ଆମେ ପାଇଛେ। ଆମେ କେବଳ ନୁହଁ, ଆମେ ତାଙ୍କର ଯଦି ଗୋଟେ ପ୍ରସଙ୍ଗ ଯଦି ଆମେ ଆଲୋଚନା କରିବା, ବହୁତ ଭକ୍ତ ଏମିତି ଅଛନ୍ତି, ସେ ହିନ୍ଦୁ ହୁଅନ୍ତୁ, ମୁସଲମାନ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ସମସ୍ତେ ଶ୍ରୀ ଶ୍ରୀ ଠାକୁରଙ୍କୁ ଗ୍ରହଣ କରିଛନ୍ତି। ଆଉ ତାଙ୍କର କର୍ମଫଳ, ତାଙ୍କର ସାଧନ ଫଳରେ ବି, ଭଜନ ଫଳରେ ସେମାନେ ଠାକୁରଙ୍କୁ ପାଇଛନ୍ତି। ଗୋଟେ ପ୍ରସଙ୍ଗ ମନେ ପଡିଯାଉଛି 1945 ର କଥା। ସେଦିନ ମୁର୍ଶିଦାବାଦର ଦିଲବର ହୁସେନ ଆଉ ତାଙ୍କର ଧର୍ମପତ୍ନୀ ବହୁତ ଧାର୍ମିକ ପ୍ରକୃତିର ବ୍ୟକ୍ତି। ହଜରତ ରସୁଲଙ୍କ ପ୍ରତି ତାଙ୍କର ଅଗାଧ ଶ୍ରଦ୍ଧା। ସେମାନେ ସଦାବେଳେ ରସୁଲଙ୍କୁ ହିଁ ସ୍ମରଣ କରନ୍ତି। ରସୁଲଙ୍କୁ ସେ ରସୁଲ ତ ରକ୍ତ ମାଂସର ମଣିଷ, ସେ ତାଙ୍କର ଚର୍ମଚକ୍ଷୁରେ ତାଙ୍କୁ ଦର୍ଶନ କରିନାହାନ୍ତି, କିନ୍ତୁ ତାଙ୍କର ଜୀବନରେ ସେ ଇସଲାମ ପ୍ରତିଷ୍ଠା କରିବା ପାଇଁ ବହୁତ କଷ୍ଟର ସାମ୍ନା ବି କରିଛନ୍ତି। ପ୍ରଫେଟ ରସୁଲ ମହମ୍ମଦ ମଣିଷର କଲ୍ୟାଣ ପାଇଁ ନିଜର ଜୀବନର ଆତ୍ମ ସୁଖକୁ ବିସର୍ଜନ ଦେଇ ମହାନ ଆଦର୍ଶ ପଥ પર ସେ ବି ସ୍ୱୟଂ ରାସ୍ତା ଦେଖେଇଛନ୍ତି। ସେଇଥିପାଇଁ ଦିଲବର ହୁସେନ ଆଉ ତାଙ୍କର ଧର୍ମପତ୍ନୀ ସଦାବେଳେ ତାଙ୍କର ରସୁଲଙ୍କ ଚିନ୍ତାରେ ମଗ୍ନ ହଉଥିଲେ।
ଦି ଜଣ ଯାକର ପ୍ରବଳ ଇଚ୍ଛା ହିଁ ଅଛି କି ରସୁଲଙ୍କୁ ଆମେ ଚର୍ମ ଚକ୍ଷୁରେ ପ୍ରତ୍ୟକ୍ଷ କେମିତି ଦର୍ଶନ କରିବୁ। ଗୋଟେ ଦିନ ସେହି ସକାଳୁ ଯେତେବେଳେ ଦିଲବର ହୁସେନ ଗୋଟେ ଆଶ୍ଚର୍ଯ୍ୟଜନକ ସ୍ୱପ୍ନ ଦେଖୁଛନ୍ତି, ସେଇ ସ୍ୱପ୍ନ ଦେଖୁଛନ୍ତି ଗୋଟେ ଦିବ୍ୟ ଜ୍ୟୋତିର୍ମୟ ବିରାଟ ପୁରୁଷ ତାଙ୍କ ସମ୍ମୁଖରେ ଆସି ଠିଆ ହେଇଛନ୍ତି, ଆଉ ସିଏ କହୁଛନ୍ତି ମୁଁ ପାବନା ସତ୍ସଙ୍ଗ ଆଶ୍ରମରେ ହିଁ ରହୁଛି। ତାଙ୍କୁ ସ୍ୱପ୍ନରେ ଦେଖି ତାଙ୍କର କଥା ଶୁଣି ଦିଲବର ହୁସେନଙ୍କର ମନ ବହୁତ ବେଚନ ହେଇ ଉଠୁଛି, ଆଉ ଦିଲବର ହୁସେନ ତାଙ୍କ ପତ୍ନୀକୁ ଏଇ ଅଦ୍ଭୁତ ସ୍ୱପ୍ନ ବିଷୟରେ କହୁଛନ୍ତି। ଆଉ ସମସ୍ତେ ଅଧିକ, ଆଉ ଏଠୁ ଅଧିକ ଆଶ୍ଚର୍ଯ୍ୟ କଥା ହଉଛି ଯେତେବେଳେ ଦିଲବର ହୁସେନ ଏଇ ଟାଇମରେ ସ୍ୱପ୍ନ ଦେଖିଛନ୍ତି, ସେତେବେଳେ ତାଙ୍କର ଧର୍ମପତ୍ନୀ ବି ସେଇ ସେମ ସ୍ୱପ୍ନ ଦେଖୁଛନ୍ତି, ଆଉ ସେଇ ଜ୍ୟୋତିର୍ମୟ ପୁରୁଷ ତାଙ୍କୁ ଆସି କହୁଛନ୍ତି ମୁଁ ପାବନା ସତ୍ସଙ୍ଗ ଆଶ୍ରମରେ ହିଁ ମୁଁ ରହୁଛି। ପତି ପତ୍ନୀ ଦୁଇ ଜଣ ଯାକ ସ୍ୱପ୍ନ ଦର୍ଶନ ଆଉ ଗୋଟେ ବାଣୀ ଶ୍ରବଣ କରି ଏତେ ବିସ୍ମିତ ହେଇଯାଉଛନ୍ତି, ଆଉ ଦିନ ଦୁଇ ଜଣ ଯାକ ଭିତରେ ଗୋଟେ ପ୍ରଗାଢ ବିଶ୍ୱାସ ବି ଗାଢ ହେଇଯାଉଛି। ସେମାନେ ସେଇ ବିରାଟ ପୁରୁଷଙ୍କର କେମିତି ସେଇ ଜ୍ୟୋତିର୍ମୟ ବିରାଟ ପୁରୁଷଙ୍କର ଦର୍ଶନ କରିବେ ସେ ଚିନ୍ତା କରି ସେଥିରେ ଆକୃଷ୍ଟ ହେଇ ସେମାନେ ଆସି ଯାଇଛନ୍ତି କି ସତ୍ସଙ୍ଗ ଆଶ୍ରମକୁ ପାବନା। ଆଉ ସେଇ ପାବନା ଆଶ୍ରମରେ ପହଞ୍ଚି ଯେତେବେଳେ ସେଇ ଠାକୁରଙ୍କୁ ଦେଖୁଛନ୍ତି ସ୍ୱପ୍ନରେ, ସେଇ ଠାକୁରଙ୍କୁ ସାମ୍ନାରେ ଦେଖୁଛନ୍ତି, ସେମାନେ ଭାବୁଛନ୍ତି ଇଏ ହିଁ ତ ଆସିଥିଲେ, ଇଏ ହିଁ ତ ଆସିକି ଆମକୁ ସ୍ୱପ୍ନରେ ହିଁ କହିଥିଲେ କି ମୁଁ ପାବନା ସତ୍ସଙ୍ଗ ଆଶ୍ରମରେ ରହୁଛି, ତାହେଲେ ଇଏ ହିଁ କଣ ସେଇ ରସୁଲ? ଆମେ ଚର୍ମ ଚକ୍ଷୁରେ ଆଜି କେତେ ଧନ୍ୟ, ତାଙ୍କୁ ହିଁ ଆଜି ଆମେ ସାକ୍ଷାତ ଦର୍ଶନ କଲୁ। ସେମାନେ ସେଇଠି ଠାକୁରଙ୍କର ସେଇ ଭାବଧାରାରେ ଭାବାନ୍ୱିତ ହେଇ ଠାକୁରଙ୍କର ଦୀକ୍ଷା ଗ୍ରହଣ କରୁଛନ୍ତି, ଆଉ ଦୀକ୍ଷା ନେଇ ଆସୁଛନ୍ତି। କହିବାର ମାନେ ଆମେ କେତେ ଯେ ସତରେ ଭାଗ୍ୟବାନ, ଠାକୁରଙ୍କୁ ନେଇ କଣ ଆମେ ପାଇଛେ ତାର କଳ୍ପନା ବି କରି ହୁଏନି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ସଦାବେଳେ ସେଇ ଗୋଟେ ଜିନିଷ କୁହନ୍ତି, ଆମର ବହୁତ କୋଶ୍ଚିନ୍ ଉଠେ କଣ କି ଠାକୁରଙ୍କୁ ନେଇ ଏଇ ଯୋଉ ଠାକୁର ଇଷ୍ଟଭୂତି କଥା ଦେଇଛନ୍ତି, ଆମେ ଇଷ୍ଟଭୂତିକୁ କେମିତି କରିବା କଣ ନାହିଁ, ଲୋକଙ୍କର ବହୁତ ଦୁନିଆ କୋଶ୍ଚିନ୍ କି ଇଷ୍ଟଭୂତି ପୁଣି କଣ, ଏ ସକାଳୁ ସକାଳୁ ଉଠି କଣ ଗୋଟେ ପଇସାର କାରବାର, ପୁଣି କଣ ଠାକୁରଙ୍କୁ ଇଏ କଣ ଗୁରୁ ଜଣେ ଆସିଛନ୍ତି ସେ କହୁଛନ୍ତି ପଇସାର ହିଁ କଥା କହୁଛନ୍ତି, ସକାଳୁ ଉଠି ପଇସା ହିଁ କର। କିନ୍ତୁ ଆମେ ହୁଏତ ବୁଝିପାରୁନେ, ସେ ଆଚାର୍ଯ୍ୟ କହୁଛନ୍ତି ଆମେ ସକାଳୁ ସକାଳୁ ଉଠି ଯୋଉ ଅର୍ଘ୍ୟ ନିବେଦନ କରେ, ସେଇ ଅର୍ଘ୍ୟର ମାଧ୍ୟମରେ ପରମ ପିତା ଆମର କିଛିଟା କର୍ମ ଫଳ ବି ଉଠେଇ ନିଅନ୍ତି, ସେଇଟା ଆମେ କିନ୍ତୁ କଳ୍ପନା କରିପାରେ ନା। ଏଇ ଇଷ୍ଟଭୂତି ପ୍ରସଙ୍ଗରେ ଯେତେବେଳେ ମନେ ପଡିଯାଉଛି, ଯେତେବେଳେ ଶ୍ରୀ ଠାକୁର 1938ରେ ଇଷ୍ଟଭୂତିକୁ ଆଣିଥିଲେ, ସତ୍ସଙ୍ଗକୁ ଆରମ୍ଭ କରିଥିଲେ, ପ୍ରଥମେ ତ ସ୍ୱସ୍ତୟିନୀ ଆସି ଯାଇଥିଲା, ସେତେବେଳେ ବଙ୍ଗାଳର ଆଉ ଜଣେ ପ୍ରବଳ ସାଧକ ଜଣକେ ଥିଲେ, ତାଙ୍କ ନାଁଟା ମୁଁ ଟିକେ ସ୍କିପ୍ କରିଯାଉଛି ମନେ ପଡୁନି। ସେଇ ସାଧକଙ୍କର କି ବହୁତ ଭକ୍ତ ଥିଲେ, ଆଉ ସେଇ ଭକ୍ତ ମାନେ କହୁଛନ୍ତି ଏ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଅଛନ୍ତି, ସିଏ କଣ ଗୋଟେ ଇଷ୍ଟଭୂତିର କଥା ଆଣିଲେଣି, ତାଙ୍କର ଭକ୍ତ ମାନେ ସକାଳୁ ସକାଳୁ ଉଠି ନିବେଦନ କରୁଛନ୍ତି ଆମର ସତ୍ସଙ୍ଗରେ ଆପଣ ସେଇ ଇଷ୍ଟଭୂତି କଥାଟା ଆଣୁନାହାନ୍ତି। ଆମେ ଯେତେବେଳେ ଦୀକ୍ଷା ନେଇଛନ୍ତି ସମସ୍ତଙ୍କୁ କହିବା କି ଯାହାଙ୍କର ଦୀକ୍ଷା ନେଇଛ ସେ ଗୁରୁଙ୍କୁ ସକାଳୁ ଉଠି ଉଠି କିଛି କିଛି ଅର୍ଘ୍ୟ ନିବେଦନ କର, ସେଇଥିରେ ଆମ ଆଶ୍ରମରେ ବି କିଛି ଆସିଯିବ, ଆଉ ସେଇଥିରେ ବି ଲୋକଙ୍କର ମଙ୍ଗଳ ହବ। ସେଇଦିନ ସେଇ ସାଧକ ଜଣକ ହାତ ଯୋଡି କହୁଛନ୍ତି ଆରେ ତମେ ଜାଣିନାହ, ତମେ ଯାହାକୁ ଭାବୁଛ ଅର୍ଘ୍ୟ ଦଉଛନ୍ତି ପଇସା ଦଉଛନ୍ତି, ସେଇ ଇଷ୍ଟବୃତ୍ତି ଦବା ମାଧ୍ୟମରେ ଯିଏ ଗ୍ରହଣ କରୁଛନ୍ତି ସିଏ ତାଙ୍କର କର୍ମ ଫଳକୁ ବି ନିଜର ଉପରକୁ ଉଠେଇକି ନେଇ ଯାଉଛନ୍ତି। ମୋର କୌଣସି କ୍ଷମତା ନାହିଁ, ମୁଁ ଜଣଙ୍କର ବି କର୍ମ ଫଳକୁ ଉଠେଇକି ନେଇ ଯିବି, ଆଉ ତ ଅଗଣିତ ଭକ୍ତଙ୍କର କର୍ମ ଫଳର କଥା ହିଁ ଛାଡ, ସିଏ କେବଳ ପରମ ପିତା ହିଁ କରିପାରନ୍ତି, ସିଏ କେବଳ ଭଗବାନ ଈଶ୍ୱର ପୁରୁଷୋତ୍ତମ ସୃଷ୍ଟିର ମାଲିକ ଯିଏ, ସିଏ ହିଁ କେବଳ ସମସ୍ତଙ୍କର କର୍ମ ଫଳକୁ ଉଠେଇ ନେଇ ପାରନ୍ତି, ମୋର ସେଇ ସାମର୍ଥ୍ୟ ନାହିଁ। କହିବାର ମାନେ ଆପଣ ଦେଖନ୍ତୁ କେତେ ହଜାର ହଜାର ବର୍ଷ ପୂର୍ବେ ସେଇ ଦସ୍ୟୁ ରତ୍ନାଙ୍କର ଯେତେବେଳେ ବର୍ତ୍ତମାନ ବାଲ୍ମୀକି ରୂପରେ ପରିଚିତ ହେଲେ, ସେ ଯେତେବେଳେ ତାଙ୍କର ସେଇ କର୍ମ କରି ଯେତେବେଳେ ଚୋରି ଡକାୟତ ହାଣ କାଟ କରି ତାଙ୍କର ପରିବାରକୁ ଦଉଥିଲେ ପୋଷୁଥିଲେ, ଯେତେବେଳେ ତାଙ୍କର ପରିବାର ମାନଙ୍କୁ ପଚାରିଲେ ତମେ ମାନେ ମୁଁ ଯାହା କରିଛି କଣ ତାର ଭାଗିଦାରୀ ହବ, ଯେତେବେଳେ ପରିବାରର ସବୁ ବ୍ୟକ୍ତି ମନା କରିଦେଲେ ନାଇଁ ନାଇଁ ଆମେ କାହିଁକି ଭାଗିଦାର ହବୁ, ଏଇଟା ତ ତମର ରେସ୍ପନ୍ସିବିଲିଟି, ସେତେବେଳେ ହିଁ ତାଙ୍କର ବୋଧ ହିଁ ଆସିଲା ସତରେ ମୁଁ ଯୋଉ ଯାହା କାମ କରୁଛି ତାହେଲେ ମୁଁ ଯାହା କର୍ମ କରୁଛି ସେ କର୍ମ ଫଳଟାକୁ କିଏ ଉଠେଇକି ନବ। ତାପରେ ହୁଏତ ସେଇ ରାମ ରାମ ପାଇଥିଲେ, ସେଟା ଆମେ ଏଇ ପୁରାଣରେ ଏଇଟା ହିଁ ପଢୁ। ତେଣୁ କହିବାର ଅଛି ଆମର ଦେଖନ୍ତୁ ଏଇ ଯେତେବେଳେ ପୁରୁଷୋତ୍ତମ ଆସନ୍ତି, ସେ ଯୋଉ କିଛି କିଛିଟା ସୁନ୍ଦର ପ୍ରାବଧାନ ନେଇକି ଆସନ୍ତି, ସେ ଆମର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର କଥା ବି ମନେ ପଡିଯାଉଛି ଏଇଠି। ରବୀନ୍ଦ୍ରନାଥ ଠାକୁରଙ୍କର ଆସିବା ପୂର୍ବରୁ ବି ସେଇ ଇଷ୍ଟଭୃତିକୁ ତ୍ୟାଗର ଫଳ ନାମରେ ସେ ତାଙ୍କର ଗୋଟେ ଅଛି, ସେଇଥିରେ ବି ଆପଣ ପଢିଥିବେ ହୁଏତ, ଆଉ ସେ ସେଇଥିରେ କହୁଛନ୍ତି କଣ, ରବୀନ୍ଦ୍ରନାଥ ଠାକୁର ସେଇଟା କହୁଛନ୍ତି କି ଈଶ୍ୱର ସବୁଦିନ ସକାଳେ ତମର ଘର ଦ୍ୱାରରେ ଆସି ପହଞ୍ଚି ଯାଆନ୍ତି ସେଇ ଭିକ୍ଷାର ଥାଳି ନେଇ, ଆଉ
କିଛିଟା ଭାଗ୍ୟବାନ ବ୍ୟକ୍ତି ଥାଆନ୍ତି ତାଙ୍କୁ ସେଇ ଭିକ୍ଷା ଦେଇ ସେମାନେ ସ୍ୱୟଂ ଈଶ୍ୱରଙ୍କୁ କିଛି ଦବାର ସେଇ ସୁଯୋଗ ବି ପାଆନ୍ତି। ଆଉ କିନ୍ତୁ ଭଗବାନ ସବୁଦିନ ସମସ୍ତଙ୍କ ଘର ବାହାରେ ସେ ଅପେକ୍ଷା କରି ରହିଛନ୍ତି, କିନ୍ତୁ ଯୋଉମାନେ ଦେଇପାରନ୍ତିନି ସେ ଦେଇପାରନ୍ତିନି ସେଇଠୁ ସିଏ ଖାଲି ହାତରେ ହିଁ ଫେରି ଯାଆନ୍ତି। ତେଣୁ ଦେଖନ୍ତୁ ଠାକୁର ଆମକୁ କଣ ଦେଇଛନ୍ତି। ଦୀକ୍ଷା ନେଇ ମୁଁ ସକାଳୁ ସକାଳୁ ଉଠି ସ୍ୱୟଂ ପରମ ପିତାକୁ ମୁଁ ଦଉଛି, କିଛି ଅର୍ଘ୍ୟ ଦଉଛି, ସିଏ ସ୍ୱୟଂ ଆସି ମୋ ଘରର ସାମ୍ନାରେ ଆସି ମୋଠୁ କିଛି ଅର୍ଘ୍ୟ ଗ୍ରହଣ କରୁଛନ୍ତି। ୟାଠୁ ବଡ ଜିନିଷ କିଛି କଣ କଳ୍ପନା କରି ହୁଏ? କଳ୍ପନା ବି କରି ହୁଏ ନାହିଁ। ସେଇ ଭିତରେ ହିଁ ସେ ତ୍ୟାଗ କରି କର୍ମ ଫଳଟାକୁ ବି ଉଠେଇ ନିଅନ୍ତି। ଆଉ ଗୋଟେ କଥା, ସେଇ ରବୀନ୍ଦ୍ରନାଥ ଠାକୁର କୁ କହୁଛନ୍ତି, ତାଙ୍କର ଗୋଟେ ପୋଏମ ଥିଲା ସେ କୃପଣ। ମୁଁ ସେଇ ପୋଏମଟା ତ ଶୁଣିଛି, ମୁଁ ପଢିନି। ସେ କୃପଣରେ ଏହା ଅଛି, ଜଣେ ଭିखाରୀ ବସି ସେ ଭିକ ମାଗୁଛି, ଆଉ ତାଙ୍କର ମନରେ ଚିନ୍ତା ଆସୁଛି ଯଦି ସ୍ୱୟଂ ଯେ ରାଜାଧିରାଜ ଯଦି ଅଛନ୍ତି ସିଏ ଯଦି ମୋ ପାଖକୁ ଆସିବେ, ମୁଁ ଯଦି ତାଙ୍କୁ କିଛି ଭିକ୍ଷା ମାଗିବି, ସିଏ ଯଦି ମତେ କିଛି ଦେଇଦେବେ, ତାହେଲେ ମୋର ଜୀବନଟା ଯେ କେତେ ସୁନ୍ଦର ହେଇଯିବ। ଏହା ହିଁ ସେ ଭାବୁଛନ୍ତି। ସତରେ ସେଇ ଟାଇମରେ ସ୍ୱୟଂ ଈଶ୍ୱର ସେଇ ରାଜାଧିରାଜ ସେଇ ସ୍ୱର୍ଣ୍ଣର ରଥରେ ଆସିକି ଯେତେବେଳେ ପହଞ୍ଚନ୍ତି, ଇଏ ତ ଜାଣିପାରୁନାହାନ୍ତି ସେ ଭଗବାନ। ଇଏ ଭାବୁଛନ୍ତି ଆରେ ସତରେ ମୋର ମନସ୍କାମନା ତ ପୂରଣ କରିବାକୁ ହିଁ ଆସିଗଲେ ମୋ ସମ୍ମୁଖକୁ, ଯାହା ତାଙ୍କୁ ଯାହା ବି ମାଗିବି ସେ ମୋର ପୂରଣ କରିଦେବେ ସବୁ ଜିନିଷ, ମୋ ଭିକାରୀ ହୋଇ ଆଉ ରହିବିନି। ଯେତେବେଳେ ସେଇ ରାଜାଧିରାଜ ସ୍ୱର୍ଣ୍ଣ ରଥରେ ଆସି ତାଙ୍କ ପାଖରେ ପହଞ୍ଚି ସିଏ ନିଜେ ଇଏ ବା ମାଗିବେ କଣ, ସିଏ ହାତ ଫେଲେଇ ଦେଇଛନ୍ତି। ସେ ରାଜାଧିରାଜ ଯେତେବେଳେ ହାତ ଫେଲେଇ ଦେଇଛନ୍ତି, ଇଏ ଭାବୁଛନ୍ତି ଆରେ ଇଏ ମନ ମନରେ ଭାବୁଛନ୍ତି ସେଇ ଭିକାରୀ ଜଣକ ଇଏ ମତେ କି ପ୍ରବଞ୍ଚନା କରୁଛନ୍ତି। ସ୍ୱୟଂ ରାଜା ଯାହାଙ୍କର କିଛି ଅସୁବିଧା ନାହିଁ, ଯାହାଙ୍କର କିଛି କମି ନାହିଁ, ସେ ମୋ ପାଖରେ ହାତ ପତେଇ ମତେ ହିଁ ମାଗୁଛନ୍ତି, ମୁଁ ବା ତାକୁ ବା କଣ ଦେବି? କାହିଁକି ନା ସେ ଗୋଟେ କୃପଣ ଥିଲେ, କଞ୍ଜୁସ ଥିଲେ। ସେ ଭାବିବେ କଣ ଦେବି, ଏହା ଭାବିକି ସେ ତାଙ୍କର ଯୋଉ ଚାଉଳ, ଭିକ୍ଷାର ଚାଉଳରୁ ମାତ୍ର ଗୋଟିଏ ହିଁ ଚାଉଳ ତାଙ୍କ ଥାଳିରେ ହିଁ ଦେଇ ଦଉଛନ୍ତି, ଆଉ ସେ ରାଜା ବହୁତ ଖୁସି ହେଇ ଫେରି ଯାଉଛନ୍ତି। ଯେତେବେଳେ ଭିକାରୀ ଜଣକ ଆସି ଘରକୁ ପହଞ୍ଚି ସେଇ ଚାଉଳ ଗୁଡାକୁ ଯେତେବେଳେ ଏକାଠି କରି କରୁଛନ୍ତି, ସେ ଦେଖୁଛନ୍ତି ଭିତରୁ ଗୋଟେ କଣ ଚିକ 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 କରୁଛି। ସେ ଦେଖିଲା ବେଳକୁ ସେଇ ଚିକ ଚିକ ହଉଛି ସେ ଗୋଟେ ସୁନା। ସେ ଭାବୁଛି, ସେତେବେଳେ ସେ ଭାବୁଛି କି ପ୍ରଭୁ ତମେ ହିଁ ଆସିଥିଲ ମୋଠୁ କିଛି ଗ୍ରହଣ କରିବା ପାଇଁ, ମୁଁ ଅଭାଗା, ମୁଁ କିଛି ଜାଣିପାରିଲି ନାହିଁ, ମୁଁ ତମକୁ କିଛି ଦେଇପାରିଲି ନାହିଁ, ଆଉ ତମକୁ କିଛି ଗୋଟେ ଦେଇଥିଲି, ଗୋଟିଏ ହିଁ ଚାଉଳ ଦାନା ଦେଇଥିଲି, ସେଟା ସୁନା ଆକାରରେ ମତେ ତମେ ଫେରେଇ ଦେଲ। ତାମାନେ ଏଇଥିରୁ ଆମେ ବୁଝିବା କଣ, ଆମେ ଯାହା ବି ଠାକୁରଙ୍କୁ ଦିଏ ସିଏ ନିବେଦନ କରୁ, ସେ କେତେ ଗୁଣରେ ଆମକୁ ସେଟା ରିଟର୍ଣ କରିଦିଅନ୍ତି, ତାର କିଛି କଳ୍ପନା ବି କରି ହୁଏ ନାହିଁ। ହୁଏତ ସେ ଆର୍ଥିକ ଭାବରେ ଆସିପାରେ, ମନର ଶାନ୍ତି ଭାବରେ ଆସିପାରେ, ସେ ଯେକୌଣସି ଉପାୟରେ ଆସୁନା କାହିଁକି, ସେ ଗ୍ୟାରେଣ୍ଟେଡ ସେ ଆସିବ ହିଁ ଆସିବ। ପରମ ପିତା ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସେଇଥିପାଇଁ କହୁଛନ୍ତି, ଏଇ ଯୋଉ ଶ୍ରୀ ଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ପୁଅ ସେ ଅନୁକୂଳ ଚନ୍ଦ୍ର ଚକ୍ରବର୍ତ୍ତୀ କାହା ପାଖରେ ଋଣୀ ରୁହେ ନା, ଯିଏ ଯାହା ଦିଏ ତାଠୁ ସେ ବହୁତ କିଛି ପାଇଯାଏ। ତେଣୁ ଆମେ ସତରେ ଦୀକ୍ଷା ନେଇ ଏଇ ଯୋଉ ଇଷ୍ଟବୃତ୍ତି ଆମେ ପାଇଛେ, ଆଉ ଆମେ ସେଇଟା ବି କଳ୍ପନା ବି କରି ହୁଏ ନାହିଁ। ଆଉ ଠାକୁରଙ୍କୁ ନେଲା ପରେ ଆମେ ଏଇ ଯୋଉ ଆବଦ୍ଧ ହେଇଯାଉ, ବେଳେ ବେଳେ ଆମେ କର୍ମ ଜଞ୍ଜାଳରେ ଏତେ ଆବଦ୍ଧ ହେଇଯାଉ, ଆମେ କିଛି କଳ୍ପନା ବି କରିପାରୁନାହିଁ। ସେ କର୍ମ ଜଞ୍ଜାଳ ଭିତରେ ଛୁଆ ପିଲାଙ୍କ ସନ୍ତାନଙ୍କୁ ଦେଖିବା, ତାଙ୍କୁ ମଣିଷ କରେଇବା, ଚାକିରି କରିବା, ଉପାର୍ଜନ କରିବା, ଖାଇବା ପିଇବା, ପୁଣି ତାକୁ ମଳ ଦ୍ଵାରା ତ୍ୟାଗ କରିବା, ଏଇ ସବୁ ଜିନିଷ ଆମେ ରୁଟିନ ଲାଇଫରେ ଏଇ ସବୁ କରି 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 ଆମେ ଗୋଟେ ବନ୍ଧନରେ ହୁଏତ ପଡି ଯାଉଛୁ, ସେଇ ରେଶମର କୀଟ ଭଳିଆ। ସେ ରେଶମ କୀଟ କଣ କରେ, ସେ ଜାଣିପାରେ ନା ସେ କଣ କରୁଛି, ସେ ତାର ଜାଲ ବିଛେଇ ବିଛେଇ ସେ ଭାବେ ମୁଁ ହୁଏତ ମୁଁ ବହୁତ ଆନନ୍ଦ ପାଉଛି, କିନ୍ତୁ ସେ ଜାଣିପାରେ ନା ଗୋଟେ ଦିନ ଆସିବ ସେ ଜାଲ ବିଛେଇ 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 ଜାଲଟା ଯେତେବେଳେ ସମ୍ପୂର୍ଣ୍ଣ ହେଇଯିବ, ତାର ଭିତରୁ ହିଁ ସେ ଆଉ ବାହାରି ପାରିବ ନାହିଁ, ଆଉ ସେଇଠି ହିଁ ତାକୁ ମୃତ୍ୟୁବରଣ କରିବାକୁ ପଡିବ। ଆମ ମାନଙ୍କର ସମସ୍ତଙ୍କ ଜୀବନରେ ବର୍ତ୍ତମାନ ସେୟା ହିଁ ହେଉଛି। ଆମେ ଏଇ କର୍ମ ଜଞ୍ଜାଳ ଭିତରେ ଏତେ ବ୍ୟସ୍ତ ରହିଯାଉଛେ କି ଆମର ଜନ୍ମଟା କୋଉଥିପାଇଁ ହେଇଛି, ତାର ସାର୍ଥକ କୋଉଠି ପାଇପାରିବା ଆମେ, ସେଟା ଆମେ ଚିନ୍ତା କରିପାରୁନେ, ଆଉ ଆମେ ଏମିତି ହିଁ ଆଗକୁ ହିଁ ବଢି ଚାଲିଛେ ସେ ରେଶମ କୀଟ ଭଳି। କିନ୍ତୁ ଆମେ ଦୀକ୍ଷା ନେଲା ପରେ ଶ୍ରୀ ଠାକୁରଙ୍କୁ ଯେତେବେଳେ ପାଇଛେ, ସେଇ ଭିତରେ କର୍ମ ଜଞ୍ଜାଳ ମଧ୍ୟରେ ବି ଆମେ ଦେଖୁ ଗୋଟେ ଆଶାର କିରଣ ଯେମିତି ଆମର ସାମ୍ନାରେ ହିଁ ଅଛି। ଆମେ ସେ ଆଶାର କିରଣଟାକୁ ଆମେ ବନ୍ଦ କରୁନାହୁଁ। ଆମେ ଭାବୁ ଯେତେବେଳେ ବି ଯାହା ହଉ ସେ ପରମ ପିତା ମୋ ପାଖରେ ଅଛନ୍ତି, ମୋ ସାଙ୍ଗରେ ଅଛନ୍ତି, ମୋର ସେଇ ନିର୍ଭରତାଟା ହିଁ ରୁହେ ପରମ ପିତାଙ୍କ ପାଖରେ। ହୁଏତ କାହାର ସନ୍ତାନ ଚାଲିଗଲାଣି, କାହାର କ୍ଲୋଜ ରିଲେଟିଭ ଚାଲିଗଲାଣି, ସେ ସେତେବେଳେ ହୁଏତ ଭାବେ ମୁଁ ସତରେ କଣ, ମୁଁ ଦୀକ୍ଷା ତ ନେଲି କିନ୍ତୁ ମୋ ସନ୍ତାନ ତ ଚାଲିଗଲା, ହୁଏତ ତାଙ୍କର ଛାତିଟା ଫାଟି ଉଠିଲା ଭଳି ଲାଗିପାରେ।
କିନ୍ତୁ ମୋର ବଞ୍ଚିବାଟା କଣ ସେଠି ଶେଷ ହେଇଯାଏ? ନାଇଁ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ଯେତେବେଳେ ଠାକୁର ହିଁ ଥାଆନ୍ତି ପାଖରେ, ସେଇ ଆଶାକୁ ନେଇ ହିଁ ମଣିଷ ପୁଣି ବଞ୍ଚି ଉଠେ, ଆଗକୁ ହିଁ ବଢି ବଢି ଚାଲେ। ଆରେ ମୋର ଠାକୁର ହିଁ ତ ଅଛନ୍ତି, ଠିକ ଅଛନ୍ତି, ସମସ୍ତେ ଆସିବେ ଆଉ ଗୋଟେ ଦିନ ଯିବେ, କିନ୍ତୁ ମୋ ଠାକୁର ତ ଅଛନ୍ତି ମୋ ପାଖରେ। ଆଉ ମୋର ଯଦି ଠାକୁର ଅଛନ୍ତି ତାହେଲେ ମୋର ଆଉ ଚିନ୍ତା କଣ, ତାଙ୍କୁ ହିଁ ନେଇ ନେଇ ମୁଁ ମୋର ଜୀବନଟାକୁ ହିଁ ଅତିବାହିତ କରି କରି ଚାଲିବି। ଗୋଟେ ପ୍ରସଙ୍ଗରେ ମନେ ପଡିଯାଏ, ଶ୍ରୀମତୀ ଶୈଳବାଳା ବସୁମା, ଯିଏକି ସୁଶୀଲ ଚନ୍ଦ୍ର ବସୁଙ୍କର କଜିନ ସିଷ୍ଟର, ସେ ପାବନା ଆଶ୍ରମରେ ହିଁ ରହୁଥିଲେ। ତାଙ୍କର ବିବାହ କୋଲକାତାରେ ଶ୍ରୀ ପ୍ରକାଶ ଚନ୍ଦ୍ର ବସୁଙ୍କ ସହିତ ହିଁ ହେଇଥିଲା। ସେ ପ୍ରକାଶ ଚନ୍ଦ୍ର ବସୁଙ୍କର ବିବାହ ପରେ ସେ ଦୀକ୍ଷା ନେଇ କିଛି ବର୍ଷ ଠାକୁରଙ୍କର ସତ୍ସଙ୍ଗ ସଂସ୍ପର୍ଶରେ ଆସି ସତ୍ସଙ୍ଗ ଆଶ୍ରମରେ ହିଁ ସେ ରହୁଥିଲେ, ତାଙ୍କର କର୍ମ କାର୍ଯ୍ୟରେ ସେ ଯୁକ୍ତ ହେଇକି ଥିଲେ। ଆଉ ତାଙ୍କର ଗୋଟେ ପୁଅ, ତାଙ୍କ ନାଁ ଥିଲା ପଲ୍ଟୁ, ସେ କଲିକତାରେ ପଢାଇ ଲିଖାଇ କରୁଥିଲେ। ଥରଟେ ପଲ୍ଟୁ କଲିକତାରୁ ଦେଓଘର ଆସିଲା ବେଳକୁ ତାଙ୍କର ଦେହ ମାନେ ଜ୍ୱର ହେଇଯାଉଛି, ଆଉ ସେ ପାରିଦା ତାଙ୍କର ଇଲାଜ କରୁଛନ୍ତି, କିନ୍ତୁ କିଛି ଦିନ ଇଲାଜ କଲା ପରେ ତାଙ୍କର ମୃତ୍ୟୁ ହେଇଯାଇଛି। ଯେତେବେଳେ ପୁତ୍ର ଶୋକରେ ସେ ଶ୍ରୀମତୀ ଶୈଳବାଳା ବସୁମା ସେ ବାଥରୁମ ଭିତରେ ନିଜକୁ ବନ୍ଦ କରିଦେଇଛନ୍ତି। ଅଚାନକ ସେଇ ଟାଇମରେ ସୁଶୀଳା ମା ଆଉ ସରୋଜିନୀ ମା ଦୌଡ଼ି ଦୌଡ଼ି ଆସି ଶ୍ରୀମତୀ ଶୈଳବାଳାକୁ ମାନେ ଖୋଜି ଖୋଜି କହୁଛନ୍ତି ଶୈଳବାଳା କାହିଁ, ଶୈଳବାଳା କାହାନ୍ତି? ଠାକୁର ତାଙ୍କୁ ତୁରନ୍ତ ଡାକୁଛନ୍ତି। ଯେତେବେଳେ ଖୋଜା ଯାଉଛି ତ କୋଉଠି ମିଳୁନାହାନ୍ତି, ଯେତେବେଳେ ପତା ଚଲାଇ ସେ ବାଥରୁମରେ ପଶିଛନ୍ତି, ବାଥରୁମରେ ଯେତେବେଳେ ଦରବାଜାକୁ ଖଟଖଟଉଛନ୍ତି, କିନ୍ତୁ ସେ ଦରବାଜା ଖୋଲୁନାହାନ୍ତି। ଦରବାଜାଟାକୁ ଭାଙ୍ଗି ଯେତେବେଳେ ଦେଖୁଛନ୍ତି ଶୈଳବାଳା ବସୁ ଇଏ କଣ କରୁଛନ୍ତି? ସେ ସାଲାଇନର ବୋଟଲର କାଚ ଗୁଡାକୁ ଚୂର୍ଣ୍ଣ କରି ତାଙ୍କୁ ହିଁ ଖାଇ ତାଙ୍କର ଜୀବନଟାକୁ ସମାପ୍ତ କରିବା ପାଇଁ ସେ ରହିଛନ୍ତି। କାହିଁକି ନା ତାଙ୍କର ସ୍ୱୟଂ ଜୀବନ୍ତ ଅବସ୍ଥାରେ ତାଙ୍କର ପୁତ୍ରକୁ ସେ ଚାଲିଯିବାର କଥାଟା ଇଏ ସହ୍ୟ କରିପାରୁନାହାନ୍ତି। ଆଉ ସେଇଥିପାଇଁ ଠାକୁର ତାଙ୍କୁ ତୁରନ୍ତ ଡାକୁଛନ୍ତି। ଯେତେବେଳେ ଖୋଜା ଯାଉଛି ତ କୋଉଠି ମିଳୁନାହାନ୍ତି, ଯେତେବେଳେ ପତା ଚଲାଇ ସେ ବାଥରୁମରେ ପଶିଛନ୍ତି, ବାଥରୁମରେ ଯେତେବେଳେ ଦରବାଜାକୁ ଖଟଖଟଉଛନ୍ତି, କିନ୍ତୁ ସେ ଦରବାଜା ଖୋଲୁନାହାନ୍ତି। ଦରବାଜାଟାକୁ ଭାଙ୍ଗି ଯେତେବେଳେ ଦେଖୁଛନ୍ତି ଶୈଳବାଳା ବସୁ ଇଏ କଣ କରୁଛନ୍ତି? ସେ ସାଲାଇନର ବୋଟଲର କାଚ ଗୁଡାକୁ ଚୂର୍ଣ୍ଣ କରି ତାଙ୍କୁ ହିଁ ଖାଇ ତାଙ୍କର ଜୀବନଟାକୁ ସମାପ୍ତ କରିବା ପାଇଁ ସେ ରହିଛନ୍ତି। କାହିଁକି ନା ତାଙ୍କର ସ୍ୱୟଂ ଜୀବନ୍ତ ଅବସ୍ଥାରେ ତାଙ୍କର ପୁତ୍ରକୁ ସେ ଚାଲିଯିବାର କଥାଟା ଇଏ ସହ୍ୟ କରିପାରୁନାହାନ୍ତି। ଆଉ ସେଇଥିପାଇଁ ହୁଏତ ନିଜକୁ ସେ ଦେହାନ୍ତ କରିବାର ନିଷ୍ପତ୍ତି ନେଇ ଏଇ ସବୁ କାମ କରୁଛନ୍ତି। ଆଉ କେତେବେଳେ ଏମାନେ ସରୋଜିନୀ ମା ତାଙ୍କୁ ନେଇ ଆସିଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ। ଠାକୁରଙ୍କୁ କହୁଛନ୍ତି ଆରେ ତୁ ଏଇଟା କଣ କରିବାକୁ ଯାଉଥିଲୁ? ତୋର ପୁଅ ତ ମୋ ପାଖରେ ଅଛି। ସେ ପଲ୍ଟୁ ତ ମତେ ହିଁ କହିଲା ତମେ ଯାଅ, ସେ ମୋ ମା ସେ ପୁତ୍ରର ଶୋକରେ ପାଗଳି ଭଳିଆ ହେଇଯାଇଛି, ଆଉ ତାକୁ ଯାଇକି ଆପଣ ବଞ୍ଚେଇ ଦିଅନ୍ତୁ। ମୁଁ ସେଇଥିପାଇଁ ଏମାନଙ୍କୁ ପଠେଇଥିଲି କି ତତେ ଆଣିବା ପାଇଁ। ଆଉ ତାର ପରଦିନ ଏଇ ପ୍ରସଙ୍ଗରୁ ଆମେ ଜାଣିବୁ କି ଆମେ ସମସ୍ତେ ହିଁ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରୁ ହିଁ ଆସିଛେ, ଆଉ ଆମେ ଚାଲିଯିବା ହିଁ ସେଇ ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ। ତଥାପି ଆମ ମନ ଭିତରେ ଏତେ ପ୍ରଶ୍ନ କି ମୋର ଯଦି କିଏ ରିଲେଟିଭ ଚାଲିଯିବ, କିଏ ଛୁଆ ଚାଲିଯିବ, କଣ ଚାଲିଯିବ, ଠିକ ଅଛି ସେ ବ୍ୟଥା ତ ଆସିବ, କିନ୍ତୁ ମୁଁ ସେତେବେଳେ ହୁଏତ ଠାକୁରଙ୍କୁ ଭୁଲି ଯାଉଛି। ଠାକୁର ହିଁ ଅଛନ୍ତି ମୋ ଜୀବନରେ, ମୋର ପରମ ପିତା ହିଁ ଅଛନ୍ତି। ଆଉ ଏଇ ପ୍ରସଙ୍ଗରୁ ମଣିଷ ଏହା ହିଁ ଭାବିପାରେ କି ସମସ୍ତେ ହିଁ ସେଇ ଠାକୁରଙ୍କ ପାଖରୁ ଆସିଛନ୍ତି, ଆଉ ମୃତ୍ୟୁର ପରେ ହିଁ ସମସ୍ତେ ଠାକୁରଙ୍କ ପାଖକୁ ହିଁ ଚାଲି ଯାଆନ୍ତି। ଆଉ ଏ ଘଟଣାର ନେକ୍ସଟ ଡେରେ ପଶୁପତି ଦା ନାମକ ଜଣେ ବ୍ୟକ୍ତି ସେ ପଲ୍ଟୁ ଦାଦାଙ୍କର ଘରେ ପହଞ୍ଚି କହୁଛନ୍ତି କି ଶ୍ରୀ ଶ୍ରୀ ଠାକୁର ମତେ ପଠେଇଛନ୍ତି। ଶ୍ରୀ ଠାକୁର ପଠେଇଛନ୍ତି କି ଏଇ ଘର ଭିତରେ ଏଇ ଯୋଉ କାଠର ଆଲମିରା ଅଛି, ସେଇ ଭିତରେ କି 19 ଟଙ୍କା ହୁଏତ ରଖାଯାଇଛି। ଆଉ ଶ୍ରୀ ଶ୍ରୀ ଠାକୁର ମାଗିଛନ୍ତି କି ପଲ୍ଟୁ ତାଙ୍କୁ ଆସି କହିଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କୁ କହିଛନ୍ତି, ଠାକୁର ମୁଁ ଆପଣଙ୍କ ପାଇଁ ସେ 19 ଟଙ୍କା ରଖିଥିଲି ସେଇ ଆଲମିରାରେ, ସେଇଟା ଆଣନ୍ତୁ। ଠାକୁର ପଠେଇଛନ୍ତି। ଯେତେବେଳେ ଶୈଳବାଳା ବସୁମା ଦେଖୁଛନ୍ତି ସେଇ ଆଲମିରାରେ ସତକୁ ସତ ସେଇ ନିର୍ଦ୍ଦେଶିତ ସ୍ଥାନରେ ସେ 19 ଟଙ୍କା ରଖାଯାଇଛି। ସେ ଦଉଛନ୍ତି ଆଉ ଠାକୁରଙ୍କ ପାଖରେ ସେଟା ନିବେଦନ କରାଯାଉଛି। ଏଇ ପ୍ରସଙ୍ଗର କହିବାର ଉଦ୍ଦେଶ୍ୟ ହେଉଛି ଶ୍ରୀ ଶ୍ରୀ ଠାକୁର ଆମ ପାଖରେ ସଦାବେଳେ ହିଁ ଅଛନ୍ତି। ତେଣୁ ତାଙ୍କୁ ଯଦି ମୁଁ ସେଇ ରୂପରେ ଦେଖି ଭାବି ମୁଁ ଚାଲିବି, ମତେ ଆଉ ବେଶୀ କିଛି ଚିନ୍ତା କରିବାର ନାହିଁ। ମୋର ଭିତରେ ସେ ନିର୍ଭରତାଟା ହିଁ ଆସିଯିବ। ମୁଁ ସେଇ ପରମ ପିତାଙ୍କର ସନ୍ତାନ ବୋଲି ମୁଁ ସଦାବେଳେ ବି ମୁଁ ଭାବି ପାରିବି। ଏଇ ଯେମିତି ପରମ ପୂଜ୍ୟବାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ସତ୍ୟାନୁସରଣେ ଅଛି ବୀର ଭୋଗ୍ୟ ବସୁନ୍ଧରା। ତାର ମାନେ ହିଁ କଣ? ବୀର, ଆଉ ଗୋଟେ ଅଛି ବିଶ୍ୱାସ, ନିର୍ଭରତା, ଆତ୍ମତ୍ୟାଗ। ଏହି ତିନିଟା ହିଁ ହଉଛି ବୀରତ୍ୱର ଲକ୍ଷଣ। ତେଣୁ
ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ଏଇ ବୀର ମାନେ ହିଁ ହଉଛନ୍ତି ଅସାମାନ୍ୟ କର୍ମୀ। ଯେଉଁ କର୍ମୀ ମାନେ କେତେବେଳେ ବି କୌଣସି ତାଙ୍କର କାମରୁ ଇଷ୍ଟଙ୍କ କାମରୁ ବିଚଳିତ ହୁଅନ୍ତି ନାହିଁ, ସେମାନଙ୍କୁ ହିଁ କେବଳ ବୀର କୁହାଯାଇପାରେ। କାହିଁକି ନା ତାଙ୍କ ଭିତରେ ବିଶ୍ୱାସ ଥାଏ, ଏତେ ଦୃଢ ହେଇକି ଥାଏ, ସେ ଯାହା ବି ହେଇଯାଉ ଠାକୁରଙ୍କ ଉପରେ ଗୋଟିଏ ମୋମେଣ୍ଟ ବି ସେ କିଛି ପ୍ରଶ୍ନ ବି କରନ୍ତିନି, କିଛି ବି ଡାଉଟ କରନ୍ତିନି। ଆଉ ନିର୍ଭରତା ତାଙ୍କର ଝଡ଼ ଝଞ୍ଜା ବିପଦ ଆପଦ ଅର୍ଥନୀତି ସମସ୍ୟା ଯାହା ହେଉନା କାହିଁକି ସଦାବେଳେ ସେ ତାଙ୍କ ଉପରେ ସେଇ ନିର୍ଭରତାଟା ହିଁ ଥାଏ। ଆତ୍ମତ୍ୟାଗ ମାନେ ଅହଙ୍କାର ତ୍ୟାଗ। ବେଳେ ବେଳେ ମୋର ସେ ଅହଙ୍କାର ହିଁ ମତେ ଇଷ୍ଟଙ୍କ ଠାରୁ ଦୂରେଇକୁ ନେଇ ଚାଲିଯାଏ, କିନ୍ତୁ ମୋର ଯଦି ସବୁ ଜିନିଷ ଗୁଡାକ ମୁଁ ଯଦି ସମର୍ପିତ କରିଦେବି ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ହିଁ, ତାହେଲେ ମୁଁ ପ୍ରକୃତରେ ହିଁ ମୁଁ ଏନ୍ଜୟ କରିପାରିବି। କାହିଁକି ନା ବସୁନ୍ଧରା ମାନେ ଯିଏ ଧାରଣ କରି ରକ୍ଷା କରେ, ତେଣୁ ଶ୍ରୀ ଶ୍ରୀ ଠାକୁର ହିଁ ମତେ ସଦାବେଳେ ହିଁ ରକ୍ଷା କରି କରି ଚାଲିଛନ୍ତି। ଆଉ ମୁଁ ତାଙ୍କର ସେଇଟାକୁ ମୁଁ ଉପଭୋଗ କରିପାରିବି ଯେତେବେଳେ ମୋର ଭିତରେ ସେଇ ଦୃଢ ବିଶ୍ୱାସ ନିର୍ଭରତା ଆଉ ଆତ୍ମତ୍ୟାଗ ରହିବ। ସେୟା ହିଁ ମୁଁ ତାହେଲେ ଯାଇକି ତାଙ୍କୁ ତାଙ୍କୁ ମୁଁ ଉପଭୋଗ କରିପାରିବି। ଶ୍ରୀ ଶ୍ରୀ ଆଚାର୍ଯ୍ୟ ସେଇ ଷ୍ଟୋରିଟା ସଦାବେଳେ କହନ୍ତି ମାକ୍ସିମମ୍ ଟାଇମରେ, କି ଆମେ ସେଇ ପରମ ପିତା ହିଁ ସନ୍ତାନ। ଶ୍ରୀ ଶ୍ରୀ ଠାକୁର ତ କହିନାହାନ୍ତି ମୁଁ ମଣିଷର ସନ୍ତାନ, ଶ୍ରୀ ଶ୍ରୀ ଠାକୁର କହିଛନ୍ତି କଣ, ମୁଁ ପରମ ପିତାଙ୍କର ସନ୍ତାନ। ତା ମାନେ ମୋର ଆଚରଣ ଏଇଭଳି ହବା ଦରକାର। ମୋର ଭିତରେ ଯେତେବେଳେ ଠାକୁର ସଦାବେଳେ ହିଁ ଅଛନ୍ତି, ମୋର ଚାଲି ଚଳନ ଆଚରଣ ବ୍ୟବହାର ସବୁ ପ୍ରକାଶିତ ହବା ଦରକାର ମୋର ଭିତରରେ ଜଗତରେ। ସେଇ ସିଂହ ଛୁଆର ଗପଟା ସେଇ ସେ ଆଚାର୍ଯ୍ୟ ମାକ୍ସିମମ୍ ଟାଇମରେ କୁହନ୍ତି, ସେଇ ସିଂହ ଛୁଆଟା ବେଳେ ବେଳେ ଆସି ସେଇ ଛେଳି ମାନଙ୍କ ଗହଣରେ ରହି ସେ ତା ମା ମାନଙ୍କୁ ହୁଏତ ଛାଡି ଦେଇଛି କି ଭୁଲି ଯାଇଛି, କି ସେମାନେ ରାସ୍ତା ବଣା ହେଇ ଏଇ ଛେଳି ମାନଙ୍କ ଗହଣରେ ସେ ବଡ ହେଇ ହେଇ ତାଙ୍କ ଭଳିଆ ମିଆଉ 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 ଦେଇ ସେ ମେ ମେ କରୁଛି, ଆଉ ସେ ଡାଳ ପତ୍ର ବି ଖାଉଛି। ଆଉ ଯେତେବେଳେ ସେଇ ଜଙ୍ଗଲରେ ବୁଲୁଛି ଆଙ୍କ ସାଙ୍ଗରେ, ଯେତେବେଳେ ଅସଲି ସିଂହ ଆସି ଯାଉଛି, ସେ ଯେତେବେଳେ ଦୌଡୁଛି ଏମାନଙ୍କୁ, ସବୁ ଛେଳି ଗୁଡାକ ଦୌଡୁଛନ୍ତି, ତା ସହିତ ଏଇ ସିଂହ ଛୁଆଟା ବି ଦୌଡି ଯାଉଛି। ଆରେ ଏଇ ବଡ ସିଂହଟା ଦେଖୁଛ, ଆରେ ଇଏ କଣ, ଇଏ ତ ଗୋଟେ ସିଂହ, ସିଂହର ଛୁଆ, ଇଏ ପୁଣି କାହିଁ ଦୌଡୁଛି, ତାକୁ ଯାଇ ଧରିଛି। ସେ କହୁଛି ଆରେ ତୁମେ କଣ, ତମେ ତ ସିଂହ। କହୁଛି ନାଇଁ ମୁଁ ସିଂହ କଣ ମୁଁ ତ ଜାଣିପାରୁନି। ଯେତେବେଳେ ତାଙ୍କୁ ସେଇ ପାଣି ପାଖକୁ ଆଣି ଦେଖଉଛନ୍ତି, ତମେ ଦେଖ ତମର ଚେହେରା କଣ, ଦେଖ ତମର ନିଜକୁ ନିଜକୁ ତମେ ଦେଖ, ତମେ କିଏ। ସେତେବେଳେ କହୁଛି କି ଆମେ ଗର୍ଜନ କରି ସେଇ ସିଂହ ଛୁଆଟା ଯେତେବେଳେ ଉଠି ଯାଇଛି, ସେ ଭାବିଛି ନିଜର ସେଇ ଭିତରେ ସେଇ ଶକ୍ତିଟାକୁ ହିଁ ସେ ଅନୁଭବ କରିପାରୁଛି। ଆମେ ବି ସେମିତି ସେୟା, ଆମେ ବି ସେଇ ସିଂହ ପରମ ପିତାଙ୍କ ସନ୍ତାନ। ଆମେ କିନ୍ତୁ ବୃତ୍ତି ପ୍ରବୃତ୍ତି ଭିତରେ ଏତେ ଜର୍ଜରିତ ହେଇଯାଇଛେ ଯେ ମୁଁ ଈଶ୍ୱରଙ୍କର ସନ୍ତାନ, ମୁଁ ସେଇ ଜିନିଷଟା ଭୁଲିଯାଏ। ତେଣୁ ଛୋଟ ଛୋଟ ଜିନିଷ ଗୁଡାକରେ ମୁଁ ବିଚଳିତ ହେଇଯାଏ, ଆଉ ମୁଁ ସେତେବେଳେ ତାଙ୍କୁ ବି ଭୁଲିଯାଏ, ଆଉ ତାଙ୍କୁ ବି ଛାଡି ଦିଏ। ଆଉ ବେଳେ ବେଳେ ଭାବେ କି ଦୀକ୍ଷା ନେଇ ଠାକୁରଙ୍କୁ ନେଇକି ପାଇଲି ବା କଣ, ତାଙ୍କୁ ଯେତେବେଳେ ପାଇଲି, ତେଣୁ ତାଙ୍କୁ ମୋର ଭିତରେ ପ୍ରକାଶିତ କରିବା, ମୋର ଭାବିବା ଚାଲିବା ଚଳନ ବ୍ୟବହାର ସେଇ ପରମ ପିତାଙ୍କର ସନ୍ତାନ, ତାଙ୍କର ହିଁ ଆଚରଣ ପ୍ରକୃତ ଭିତରେ ଯେତେବେଳେ ଭିତରେ ମୋ ଭିତରେ ପ୍ରକାଶ ହେଇ ଆସିବ, ତାହେଲେ ସେଇଟାକୁ ହିଁ କୁହାଯିବ ଠାକୁରତ୍ୱ ଜାଗିଲା ବୋଲି। ଯୋଉଟା କି ସତ୍ୟାନୁଚରଣରେ ପ୍ରଥମ ପୃଷ୍ଠାରେ ହିଁ ଶ୍ରୀ ଠାକୁର ସତର୍କ କରିଦେଇଛନ୍ତି ଆମକୁ, କି ତମର ଠାକୁରତ୍ୱ ନ ଜାଗିଲେ କେହି ତମର କେନ୍ଦ୍ର ରହନ୍ତି, ଠାକୁର ବି ନୁହନ୍ତି, ଧୋକା ଦେଲେ ଧୋକା ହିଁ ପାଇବ। ତେଣୁ ସେଇ ଠାକୁରତ୍ୱ ମାନେ ପରମ ପିତାଙ୍କୁ ସବୁ କ୍ଷଣରେ ପ୍ରତି ମୁହୂର୍ତ୍ତରେ ଯୋଉଠି ଥିଲେ, ଯୋଉ ସିଚୁଏସନରେ ଥିଲେ ବି, ଏଇଠି ଯଦି ଶ୍ରୀ ଶ୍ରୀ ଠାକୁର ଥାନ୍ତେ ତାହେଲେ ସେ କଣ କରିଥାନ୍ତେ, ସେଇ ଭିତରେ ହିଁ ମତେ ଭାବିବାର ଅଛି, ଆଉ ସେଇ ଭିତରେ ମତେ ଚାଲିବାର ଅଛି, ସେଇ ଅନୁସାରେ ମତେ ଚାଲିବାର ଅଛି। ପରମ ପିତାକୁ ପାଇ ଆମେ ଯେତେବେଳେ ସେଇ ନାମଟା ପାଉ, ପରମ ପୂଜ୍ୟ ବା ଶ୍ରୀ ଶ୍ରୀ ବଡ଼ଦା କହୁଛନ୍ତି କି ତମେ ଦୀକ୍ଷା ନେଇ କଣ ପାଇଛ, ଦୀକ୍ଷା ନେଇ ତମେ ସେ ନାମଟା ପାଇଛ। ସେଇ ନାମଟା ହଉଛି ଅଜପା ନାମ, ସେଟା ସ୍ୱତଃ ପ୍ରଭୁତ ତୁମ ଭିତରେ ଚାଲି ରହିବା ହିଁ ଦରକାର। ଆମେ ଯେମିତି ନିଶ୍ୱାସ ପ୍ରଶ୍ୱାସ ପାଇଁ ଭାବୁନାହୁଁ, ଭାବିବାକୁ ପଡେ ନାହିଁ, ସେ ଅଟୋମେଟିକାଲି ଚାଲିଛି ତମର ଭିତରେ। ସେଇ ନାମଟା ବି ଅଟୋମେଟିକାଲି ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ସେଇ ଚାଲିବାର ହିଁ ଅଛି। ଆଉ ଆମେ ଆଜିର ମା ମାନେ ଯେତେବେଳେ ସେଇ ନିର୍ଭରତାଟା ପାଆନ୍ତି, ତାଙ୍କର ଛୁଆ ମାନଙ୍କୁ କେବଳ ସେ ଗୋଟେ ହିଁ କଥା କୁହନ୍ତି, କାହିଁକି ନା ଆମେ ତ ସଦାବେଳେ ସବୁ ଛୁଆଙ୍କୁ ରକ୍ଷା କରିପାରିବା ନାହିଁ, ଦେଖିବା ନାହିଁ। ସେ ମା ମାନେ ସଦାବେଳେ କୁହନ୍ତି, ତମେ ଯାଅ, ତମେ ଯୋଉଠି ବି ଯାଅ, ତମେ ନାମଟାକୁ ସଦାବେଳେ ମନନ କରୁଥାଅ। ସେ ନାମଟାକୁ ତମେ ମନନ କରି କରି ହିଁ ଚାଲ। ଆଉ ସେଇ ନାମଟାକୁ ମନନ କରିବା ମାଧ୍ୟମରେ ଦେଖିବ ପରମ ପିତା ସଦାବେଳେ ତମ ପାଖରେ ଅଛନ୍ତି, ତମ ଅନ୍ତରରେ ହିଁ ଅଛନ୍ତି, ତମ ଅନ୍ତରରେ ହିଁ ସେ ଜାଗି ଉଠିଛନ୍ତି। ଆଉ ଯୋଉଠି ଯେତେ ଆପଦ ବିପଦ ଆସୁନା କାହିଁକି, ସେ ଯେଇଭଳି ରକ୍ଷା କରିବାର କଥା ତମକୁ ସେମିତି ରକ୍ଷା କରି କରି ହିଁ ଚାଲିଛନ୍ତି। ଏଇ କଥାଟା ଆମେ ହୁଏତ ଯେତିକି ବି ସତ୍ସଙ୍ଗୀ ପରିବାର ଅଛନ୍ତି, ସେଇ ମା ମାନେ ସମସ୍ତେ ଛୁଆ ମାନଙ୍କୁ ସେଇ ଜିନିଷ ସଦାବେଳେ କୁହନ୍ତି, କି ଯେତେବେଳେ ସ୍କୁଲକୁ ଯାଆନ୍ତୁ, ବାହାରକୁ ଯାଆନ୍ତୁ, କି ପୁଅ କି ଝିଅ, ତମେ ଏଇ ନାମଟାକୁ ସଦାବେଳେ କରି କରି ଚାଲିଥିବ। ସେଇ ପ୍ରସଙ୍ଗରେ ଗୋଟେ ଜିନିଷ ମନେ ପଡିଯାଉଛି, ଏବେ ଆମର ଏଇଠିକି କୁଲୁର ଜଣେ ପରିବାର ଜଣେ ଆସିଥିଲେ ୱେଷ୍ଟ ବେଙ୍ଗଲରୁ, ସେ ରହିଲେ, ବହୁତ ଭଲ ଲାଗିଲା, ବହୁତ ସୁନ୍ଦର ପରିବାର, ତାଙ୍କର ଥାର୍ଡ ଜେନେରେସନ। ସେ ତାଙ୍କର ଗୋଟେ ଅନୁଭୂତି, ସେଇ ମା ଜଣକ ତାଙ୍କର ଗୋଟେ ଅନୁଭୂତି କହୁଥିଲେ।
ସେ ମା ଜଣକ ଅନୁଭୂତି ଏମିତି କହିଲେ କହିଲେ କି ମୁଁ ଯେତେବେଳେ ଗୋଟେ ଛୋଟ ପିଲା ଥିଲି, ସ୍କୁଲରେ ହୁଏତ ମୁଁ ଯାଇଛି, ସେଇଦିନ ମୁଁ ଲାଷ୍ଟ ବେଞ୍ଚରେ ସେତେବେଳେ ହୁଏତ ବସିଛି, ମୋର ଗୋଟେ ପେନ୍ କିମ୍ବା ପେନସିଲ ଗୋଟେ ତଳେ ପଡିଗଲା। ଯେତେବେଳେ ତଳେ ପଡିଯାଇଛି, ସ୍କୁଲ ତ ଛୁଟି, ଲାଷ୍ଟ ବେଲ ବାଜିଗଲାଣି, ଯେତେବେଳେ ତଳେ ପଡିଯାଇଛି ମୁଁ ସେଇଟାକୁ ଆରାମସେ ସେଇ ବକ୍ସ ଟାକୁ ଆରାମସେ ସେ ପେନସିଲ ହଉ ସେ ଗୋଟେଇ ଯେତେବେଳେ ମୁଁ ରଖିବାକୁ ଯାଉଛି, ଦେଖିଲି ସେ ଦରବାଜା ବନ୍ଦ ହେଇଗଲାଣି। ଦରବାଜା ସେ ବନ୍ଦ କରିଦେଲେଣି, ବନ୍ଦ କରିଦେଇକି ଲକ୍ କରିଦେଇକି ସେ ଚାଲି ଯାଉଛନ୍ତି। ଇଏ ପୁଣି କଣ କରିବେ, ଦୌଡ଼ି ଦୌଡ଼ି ଯାଇଛନ୍ତି, ସେ ଦରବାଜାର ଫାଙ୍କରେ ଟିକେ ଫାଙ୍କ ଥିଲା, ସେଇ ଡାକୁଛନ୍ତି ସେ ଭାଇକୁ ଯିଏ ବନ୍ଦ କରିକି ଚାଲି ଯାଇଛନ୍ତି, କିନ୍ତୁ ତାଙ୍କର ଡାକଟା ତାଙ୍କ ପାଖରେ ହୁଏତ ପହଞ୍ଚି ପାରିନି। ଯେତେବେଳେ ପହଞ୍ଚି ପାରିନି, ସେ ଆଉ କଣ କରିବେ, ସେ କାନ୍ଦି ଉଠୁଛନ୍ତି। କାହିଁକି ନା ସ୍କୁଲ ବର୍ତ୍ତମାନ ବନ୍ଦ ହେଲା, ଯାଇକି ଖୋଲିବ ପୁଣି କାଲି ସକାଳେ, ଇଏ ପୁଣି କଣ କରିବେ ସେଇ ଡରରେ କିଛି ନାହିଁ। କିନ୍ତୁ ତାଙ୍କର ଗୋଟେ ଜିନିଷ ହିଁ ମନେ ପଡିଯାଉଛି କି ମୋର ମା ମତେ କହିଛନ୍ତି, ମୋର ବାପା ମତେ କହିଛନ୍ତି, ଯେତେବେଳେ ବି କିଛି ପ୍ରୋବ୍ଲେମ ଆସିବ ସଦାବେଳେ ତମେ ଠାକୁରଙ୍କର ସେଇ ନାମଟାକୁ କଣ୍ଟିନ୍ୟୁଅସଲି ନିଜ ଭିତରେ ହିଁ ମନନ କରି ହିଁ ଚାଲିବ। ଇଏ କାନ୍ଦୁଛନ୍ତି, ଡାକୁଛନ୍ତି, କିଛି ତ ହେଇପାରୁନି, ନାମଟାକୁ ମନନ କରୁଛନ୍ତି। ଆଉ ଏମିତି କରି କରି ସେ ଯେତେବେଳେ କରୁଛନ୍ତି, ସେଇ ବେଞ୍ଚ ଉପରେ ବସି ଯାଇଛନ୍ତି, ଆଙ୍କର ଆଉ ଇଏ ବୁଝି ପାରୁଛନ୍ତି, ଇଏ ଦେଖୁଛନ୍ତି ଆଙ୍କର ଆୱାଜ ଯୋଉ ଚେଲେଇବାଟା କେବଳ ସେ ରୁମ ଭିତରେ ହିଁ ଖାଲି ରହୁଛି, ଆଉ ବାହାରେ ତ କେହି ଶୁଣି ପାରୁନାହାନ୍ତି। ଇଏ ବା କଣ କରିବେ, କିନ୍ତୁ ଠାକୁରଙ୍କର ନାମଟାକୁ ହିଁ କରି କରି ହିଁ ଚାଲିଛନ୍ତି। ଆଉ ଯେତେବେଳେ ସେଇଠି ତ ଛୁଆ ମାନଙ୍କୁ ନବାକୁ ସବୁ ପ୍ୟାରେଣ୍ଟସ ମାନେ ଆସନ୍ତି, ଯେତେବେଳେ ତାଙ୍କ ପ୍ୟାରେଣ୍ଟସ ତାଙ୍କ ମା ଜଣକ ଯେତେବେଳେ ଆସୁଛନ୍ତି, ଦେଖୁଛନ୍ତି ବାହାରୁ ତ ସ୍କୁଲର ରୁମଟା ଦରବାଜାଟା ତ ବନ୍ଦ ଅଛି, ତେଣୁ ସେ କାହିଁକି ଭାବିବେ ସେ ଭିତରେ ତାଙ୍କ ସନ୍ତାନ ଅଛି ବୋଲି। ଇଏ କିନ୍ତୁ ଝିଅ ସେତେବେଳକୁ ସେ କାନ୍ଦି କାନ୍ଦି ନାମ କରି 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 ହୁଏତ ତାଙ୍କର ହୋସ ବି ଆଉ ନାହିଁ। ଆଉ ଏପଟେ ମା ଜଣକ ଭାବିଲେ, କହିଲେ ହୁଏତ ସେ ତାଙ୍କର ପଡୋଶୀ ଜଣକ ଅଛନ୍ତି, ତାଙ୍କ ସାଙ୍ଗ, ତାଙ୍କର ଜଣେ ସାଙ୍ଗ ସେ ଝିଅଙ୍କର, ତାଙ୍କ ସହିତ ବି ବେଳେ ବେଳେ ଯାଆନ୍ତି। ତାଙ୍କ ଘରେ ଯେତେବେଳେ ଯାଇକି ପହଞ୍ଚନ୍ତି, ସେ ଦେଖୁଛନ୍ତି ସେଇଠି ବି ନାହାନ୍ତି, ସେଇଠି ବି ନାହାନ୍ତି। ତାଙ୍କର ଗୋଟେ ଚିନ୍ତା ଆସିଗଲା, ତାହେଲେ କଣ କରିବି, ତାହେଲେ ଛୁଆ କଣ କୁଆଡେ ଗଲେ, କଣ ତାକୁ କିଏ କିଡନାପ କରିକି ନେଇଗଲା, ସେ କୋଉଠି ତାଙ୍କୁ ମିଳିବ, ଏହା ଭାବି ଚିନ୍ତା କରୁଛନ୍ତି। ଆଉ ସେତେବେଳେ ଏଇ ଝିଅର ଜଣେ ଅଙ୍କଲ ଥିଲେ ସେ ରୋଡର ସେପଟେ, ସେ ତାଙ୍କର ଜଣେ ଗୋଟେ କୁକୁର ଥିଲା, ଡଗ ଥିଲା, ସେ ତାଙ୍କୁ କୁକୁର କୁକୁର ଅଙ୍କଲ ବୋଲି ଡାକନ୍ତି। ଆଉ ସେ ତାଙ୍କୁ ବହୁତ ଭଲ ପାଆନ୍ତି। ଆଉ ଇଏ ଆସି ଯେତେବେଳେ ତାଙ୍କ ଘରେ ବି ଦେଖିଲେ, କହିଲେ ଏମିତି ଏମିତି ମୋ ଝିଅ ବି ମିଳୁନି, ଆଉ ସେ କୋଉଠି ନାହିଁ, ସେ କାହା ଘରେ ମୁଁ ସବୁଠି ତ ଖୋଜିଲିଣି, ସେ ନାହାନ୍ତି, କଣ କରିବା। ସେ ବି ବ୍ୟସ୍ତ ହେଇ ସେ ଆସିଛନ୍ତି, ସେ କୁକୁରକୁ ସାଙ୍ଗରେ ନେଇକି ହିଁ ଆସୁଛନ୍ତି, ବାହାରୁଛନ୍ତି। ସେ କୁକୁରକୁ ଯେତେବେଳେ ବାହାରକୁ ନେଉଛନ୍ତି, ସେ କୁକୁର କଣ କରୁଛି, ଆଙ୍କୁ ଟାଣି 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 ସବୁ ବିଲ ଜମି କ୍ରସ କରି କରି ଆସି ସେ ପହଞ୍ଚି ଯାଉଛି ସେଇ ଦରବାଜା ଆଗରେ। ଦରବାଜା ଆଗରେ ଯେତେବେଳେ ପହଞ୍ଚନ୍ତି, ଇଏ ଏଠୁ କାନେଇକି ଶୁଣୁଛନ୍ତି, ଭିତରେ କିଛି ଗୋଟେ ଗୋଟେ କମ ଆୱାଜରେ, କାହିଁକି ତାଙ୍କ ତ ହୋସ ନାହିଁ, ଖାଲି ଯେମିତି ଲାଷ୍ଟ ମୋମେଣ୍ଟରେ ଟିକେ କାନ୍ଦିଲା ଭଳିଆ ଏମିତି ହେଇ ହେଇ କହୁଛି, କିଏ ଗୋଟେ କାନ୍ଦିବାର ମାନେ ଆୱାଜ ଆସୁଛି। ସେଇଠୁ ଦୌଡିଛନ୍ତି, ତାଙ୍କର ପ୍ରିନ୍ସିପାଲ ମ୍ୟାମ ରହୁଥିଲେ ସେ ପାଖରେ, କହିଲେ ତାଙ୍କୁ ଚାବି, କହିଛନ୍ତି ତମେ ଆସ, ତମେ କଣ କିଛି ଚିନ୍ତା କରୁନ, ତମେ କିଛି ଚେକ୍ କରୁନ, ଗୋଟେ ଛୁଆ ତ ମତେ ଲାଗୁଛି ସେଇ ଭିତରେ ରହିଯାଇଛି ବୋଲି। ସେ ଯେତେବେଳେ ଦରବାଜା ଖୋଲୁଛନ୍ତି, ସତରେ ସେ ଛୁଆ ପୁରା ବେହୋସ ଅବସ୍ଥାରେ, ତାଙ୍କୁ ନେଇ ହସ୍ପିଟାଲାଇଜ ଯେତେବେଳେ ହେଇଛନ୍ତି, ସେ ଠିକ ହେଲା ପରେ ତାଙ୍କୁ କହୁଛନ୍ତି, ତାଙ୍କ ବାପା ହିଁ କହୁଛନ୍ତି ତମେ କାହିଁକି ବା ଏମିତି, ତମେ ତ ଆମେ ତ ଜାଣିଛେ ଠାକୁର ହିଁ ସଦାବେଳେ ଆମକୁ ରକ୍ଷା କରିବେ। ତାଙ୍କ ବାପା ତାଙ୍କ ଝିଅକୁ ପଚାରୁଛନ୍ତି, ଝିଅ ଯେତେବେଳେ ଏଇ ଅବସ୍ଥା ଆସିଲା ତମେ କଣ କରୁଥିଲ, ତମେ କଣ କରୁଥିଲ ସେଇଠି। ସେଇ ଝିଅ ଜଣକ କହୁଛନ୍ତି ବାପା ମୁଁ ତ ସେଇଠି ଦେଖିଲା ଆଉ କିଛି ଉପାୟ ନାହିଁ, ମତେ ତ କୁହାଯାଇଛି ଯେତେବେଳେ କିଛି ସେମିତି ବିପଦ ପଡିବ ଠାକୁରଙ୍କର ନାମକୁ ହିଁ ତମେ କେବଳ ମନନ କରି କରି ହିଁ ଚାଲିବ। ଆଉ ମୁଁ ସେୟା ହିଁ କରୁଥିଲି, ମୁଁ ଠାକୁରଙ୍କୁ ହିଁ କେବଳ ନାମ ହିଁ କରି 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 କେତେବେଳେ ମୁଁ ଏମିତି ବେହୋସ ଅବସ୍ଥାକୁ ଚାଲି ଯାଇଛି, ମୁଁ ଜାଣିପାରିନି। ସେ ତାଙ୍କର ବାପା କହୁଛନ୍ତି ସେୟା ତ, ଠାକୁର ହିଁ ସଦା ହିଁ ରକ୍ଷା କରନ୍ତି। ଆମର କେତେବେଳେ ନହେଲେ ଯଦି ଠାକୁର ଯଦି ନଥାନ୍ତେ, ସିଏ ଯଦି ରକ୍ଷା, ଆମେ ଆଜି ହୁଏତ ତତେ ଆମେ ଆଜି ପାଇପାରିନଥାନ୍ତୁ, ଆମେ କଣ ବା ହେଇଥାନ୍ତା, ଆମେ କିଛି କଳ୍ପନା ବି କରି ହୁଏନି। ତେଣୁ ଆମକୁ ଏଇ ଜିନିଷ ସଦାବେଳେ ମନେ ରଖିବାର ହିଁ ଅଛି, ଠାକୁର ହିଁ ଆମ ପାଖରେ ସଦା ହିଁ ଅଛନ୍ତି। ଆଉ ଆମ ମାନଙ୍କ ମାଧ୍ୟମରେ କେତେ ଯେ କିଛି କର୍ମ ହେଇଯାଏ, ସେଇଟା ଆମର ବୁଝିବାର ହିଁ ଅଛି। ଆମେ ହୁଏତ କିଛି ନେଗେଟିଭ ଜିନିଷ ଆଲୋଚନା କରିପାରୁ କି କରିଦଉ ବି ବେଳେ ବେଳେ, ଏ ଦୀକ୍ଷା ନେଇ କିଛି ହେଲାନି, କି ଏଇ ଲୋକଟା କିଛି କଲେନି, ଇଏ ଇଷ୍ଟଭୂତି କିଛି ହଉନି, ଏଇ ରୀତି କିଛି କରିପାରୁନାହାନ୍ତି, ଆମେ ବହୁତ କିଛି ଜିନିଷ ହୁଏତ ନେଗେଟିଭ ଆଲୋଚନା କରିଦଉ। କିନ୍ତୁ ପରମ ପୂଜ୍ୟ ବା ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର କଥା ଯଦି ଏଇ କର୍ମୀ ସମ୍ମିଳନୀରେ ଆପଣ ଶୁଣିବେ, ଆପଣ ଶୁଣିଥିବେ, ସେ କହିଲେ ମୁଁ ଆସାମ ଓଡିଶା ରେ ଦୀର୍ଘ 1 ମାସ ପରେ ବି ମୁଁ ବର୍ତ୍ତମାନ ପରିକ୍ରମା କରିକି ଆସୁଛି। ଆଉ ମୁଁ ଯାହା ଦେଖିଲି, ସବୁଠି କିଛି ନା କିଛି ଗୋଟେ ଚେଷ୍ଟା ରହିଛି। ଏମିତି ଗୋଟେ ଜାଗା ମୋର ଚକ୍ଷୁରେ ପଡିନି ଯୋଉଠି କି ଚେଷ୍ଟା ନାହିଁ, ଚେଷ୍ଟା ସବୁଠି ହିଁ ଅଛି। ସମସ୍ତେ ପରମ ପିତାଙ୍କର କାମ ନିଜ ନିଜର ମୁତାବିକ କରି ଚାଲିଛନ୍ତି।
ବହୁତ ଲୋକଙ୍କର ବୟସ ବି ହେଇଯାଇଛି, ବୃଦ୍ଧ ବ୍ୟକ୍ତି ହେଲା ପରେ ବି ସିଏ ବି ତାଙ୍କର ଅନୁସାରେ ଠାକୁରଙ୍କର କାମ ହିଁ ସିଏ କରି କରି ଚାଲିଛନ୍ତି। ତେଣୁ ସବୁଠି ହୁଏତ ମୁଁ ଯେମିତି ଚାହିଁଛି ସେଇଭଳି ହୁଏତ ନ ହେଇଥାଇପାରେ, କିନ୍ତୁ ତା ବୋଲି କଣ ଚେଷ୍ଟା ନାହିଁ, ତା ବୋଲି କଣ ଲୋକମାନେ ପରିଶ୍ରମ କରୁନାହାନ୍ତି? ସମସ୍ତେ ପରିଶ୍ରମ କରୁଛନ୍ତି, ସମସ୍ତେ ଠାକୁରଙ୍କୁ ପ୍ରତିଷ୍ଠା କରିବା ପାଇଁ ଲାଗିଛନ୍ତି। ଦେଖନ୍ତୁ ଏଇଟା ହିଁ ହଉଛି ଡିଫରେନ୍ସ। ଠାକୁରଙ୍କୁ ପାଇ ଆମେ ଯୋଉ ଆଚାର୍ଯ୍ୟଙ୍କୁ ପାଇଛେ, ଦୀକ୍ଷା ଗ୍ରହଣ କରିଲା ପରେ ଶ୍ରୀ ଠାକୁର ଯୋଉ ଆଚାର୍ଯ୍ୟ ପରମ୍ପରା ଦେଇ ଯାଇଛନ୍ତି, ସେ ସଦାବେଳେ ଆମକୁ ପଜିଟିଭ ଇନ୍ସପାରେସନ ଦିଅନ୍ତି। ଆମେ କିନ୍ତୁ ବହୁତ ସମୟରେ ବହୁତ ନେଗେଟିଭ ଜିନିଷ ଚର୍ଚ୍ଚା କରିଦଉ। ସେ ପଜିଟିଭ ଇନ୍ସପାରେସନ କଣ ଦେଲେ କି ସବୁଠି କାମ ଚାଲିଛି, ସବୁଠି କାମ ଚାଲିଛି। ଆଉ ସେ ଆଚାର୍ଯ୍ୟ କହୁଛନ୍ତି ଏଇଟା କେବଳ ଆଜିର କଥା ହିଁ ନୁହଁ, ଏଇଟା ଠାକୁରଙ୍କ ଟାଇମରୁ ହିଁ ଏଇ ଜିନିଷଟା ଚାଲିଛି। ଠାକୁର ଯେମିତି ମଣିଷ ପାଇଁ ପୁରା ପାଗଳ ହେଇ ଉଠିଥିଲେ, ସେମିତି ସମସ୍ତେ ବି ସମସ୍ତଙ୍କ ଏବେ ବି ସମସ୍ତେ ସେଇ ଲାଗିଛନ୍ତି। ଆଉ ଅଗଣିତ ମନୁଷ୍ୟ ବି ବର୍ତ୍ତମାନ ସବୁ ଯୋଡି ହେଇଗଲେଣି ସତ୍ସଙ୍ଗ ସାଙ୍ଗରେ, ଆହୁରି ବି ଲୋକ ଯୋଡି ହେଇ ବି ଚାଲିଛନ୍ତି। ତେଣୁ ଏଇ ଚେଷ୍ଟା ସବୁଠି ହିଁ ଅଛି। ସେଇ ପରମ ପିତାଙ୍କ ଦୟାରୁ ସମସ୍ତେ ହିଁ ସେ ମଙ୍ଗଳରେ ଅଛନ୍ତି। ସେଇଥିପାଇଁ ଏଇ ଚେଷ୍ଟା ଅଛି ବୋଲି ହିଁ ଆମେ ତ ଆନନ୍ଦ ଉପଭୋଗ କରୁଛେ, ଆମେ ଠାକୁରଙ୍କୁ ନେଇକି ଆହୁରି ଆନନ୍ଦିତ ହେଇ ଚାଲିଛେ। ତେଣୁ ଆମ ମାନଙ୍କର ଯୋଉ ଚେଷ୍ଟା ଭିତରେ ଆମେ ଯେତେବେଳେ ଆନନ୍ଦଟା ଅନୁଭବ କରୁ, ତାର କଳ୍ପନା ବି କରି ହୁଏ ନା। ବେଳେ ବେଳେ ହୁଏତ ଆମେ କାହାକୁ ଯାଜନ କରି ତାକୁ ହୁଏତ ପରମ ପିତାଙ୍କ ସହିତ ଯୁକ୍ତ କରେଇ ଦେଇଛୁ, କିନ୍ତୁ ବାସ୍ତବକ ରୂପରେ ତାର ପଶ୍ଚାତ ପଟ ଯଦି ଦେଖିବା, ତାର କେତେ କେତେ ବଡ ସମସ୍ୟାର ସମାଧାନ ବି ହେଇଯାଇଛି। ତା ମାଧ୍ୟମରେ ଆମେ କଳ୍ପନା ବି କରିପାରିବାନି ଏମିତି ସମସ୍ୟାର ସମାଧାନ ହେଇଯାଇଛି। ହୁଏତ ଆମର ଏଇଠି ମୁଁ ଆଗରୁ ଥରେ ଆଲୋଚନା କରିଥିଲି, ଜଣେ ଆଜି ବି ଆଉ ଥରେ ତାର ଆଗକୁ ଯିବା, ଏଇଠି ଜଣେ ପଞ୍ଜାବୀ ଲେଡିଜ ଆମ ଅଫିସରେ ସର୍ଭିସ କରିଥିଲେ। ସେ ତାଙ୍କର ବହୁତ କିଛି ସମସ୍ୟା ଥିଲା, ମୁଁ ସେଇ ଭିତରକୁ ଯାଉନି, କିନ୍ତୁ ସେ ଏମିତି ପ୍ରସଙ୍ଗ ରହିଲା, ସେ ତାଙ୍କର ଅନୁସାରେ ତାଙ୍କ ହଜବ୍ୟାଣ୍ଡଙ୍କଠୁ ପରମିଶନ ନେଇ ଶ୍ରୀ ଠାକୁରଙ୍କର ସତନାମ ଏଠି ଗ୍ରହଣ କଲା ପରେ ତାଙ୍କର ଗୋଟିଏ ମାତ୍ର ହିଁ ଚିନ୍ତା ଥିଲା, କାହିଁକିନା ସିଏ ଏଇଠି ସର୍ଭିସ କରୁଥିଲେ, ତାଙ୍କର ହଜବ୍ୟାଣ୍ଡ ନୋଇଡାରେ, ସେ ଜଣେ ହାର୍ଟ ପେସେଣ୍ଟ, ତାଙ୍କର ପିଲା ଦୁଇଟା, ଗୋଟେ ପୁଅ ଗୋଟେ ଝିଅ କଲେଜରେ ପଢନ୍ତି। ତେଣୁ ସେଠାକା ବା କେମିତି ସମ୍ଭାଳିବେ, ଆଉ ଏଠାକାର ଏଇ ଅଫିସ ବି। ତେଣୁ ସଦାବେଳେ ତାଙ୍କର ଚିନ୍ତା ଥିଲା କେମିତି ମୋର ଯଦି ଟ୍ରାନ୍ସଫର ହେଇଯାଆନ୍ତା ତାହେଲେ ଭଲ ହୁଅନ୍ତା। ସେ ଯାହା ବି ହଉ, ମୁଁ ଏଟା ଆଉ ଥରେ ଆଲୋଚନା କରିଛି, ତାକୁ ରିପିଟ କରୁନି। ସେ ପରମ ପିତାଙ୍କ ଦୟାରୁ ଥରଟେ ତାଙ୍କର ଟ୍ରାନ୍ସଫର ଆସିଯାଇଛି ନୋଇଡା, ଫରିଦାବାଦ ଆମର ହେଡ ଅଫିସ। ଆଉ ଇଏ କଳ୍ପନା ବି କରିପାରୁନାହାନ୍ତି। ସେ ମତେ ଫୋନ କରି କହୁଛନ୍ତି, ସାର୍ ଠାକୁର ହୁଏତ କଥା ହିଁ ଶୁଣିଲେ, ଆପଣ ଯୋଉ ପ୍ରାର୍ଥନା କରିଥିଲେ ମୋ ପାଇଁ ହୁଏତ ଠାକୁର ଶୁଣିଲେ, ସେଇଥିପାଇଁ ମୋର ଟ୍ରାନ୍ସଫର ହେଇଯାଇଛି। ଆଉ ମୁଁ ଏଇଟା ତ କଳ୍ପନା ବି କରିପାରୁନି ମୋର ଏତେ ଶୀଘ୍ର ଟ୍ରାନ୍ସଫର ହେଇଯିବ ବୋଲି। ସେ ଯାହା ବି ହଉ ସେ ଯାଇଛନ୍ତି। ଆଉ ତାଙ୍କର ସେ ମତେ କହୁଥିଲେ ଥରେ ମଝିରେ, ୟା ପୂର୍ବ ଥର ମୁଁ ଯେତେବେଳେ ଯାଇଥିଲି, କହିଲେ ସାର୍ ଠାକୁରଙ୍କୁ ଆମେ ଅନୁଭବ କରୁଛୁ, ଆମେ ପଞ୍ଜାବୀ ହେଲେ ବି ମୁଁ ଅନୁଭବ କରେ ଠାକୁର ଯେ କେତେ କେତେ ବଡ ବଡ ବିପଦରୁ ଆମକୁ ରକ୍ଷା କରି କରି ଚାଲିଛନ୍ତି। ହୁଏତ ମୋ ଝିଅର ଗୋଟେ ଜାଗାରେ ବାହାଘର ଠିକ ହେଇଯାଇଥିଲା ଲାଷ୍ଟ ପର୍ଯ୍ୟନ୍ତ, କିନ୍ତୁ ଲାଷ୍ଟ ମୋମେଣ୍ଟରେ ଏମିତି କିଛି ଗୋଟେ ଆସିଲା, ଯୋଗ ଆସିଲା, ସେଇ ବାହାଘରଟା ଭାଙ୍ଗିଗଲା। ଆଉ ଆମେ ଯେତେବେଳେ ଆନାଲିସିସ କଲୁ, ଆମେ ଏହା ହିଁ ପାଇଲୁ, ଯଦି ସେଇଠି ବାହାଘର ହେଇଥାନ୍ତା ତାହେଲେ ବହୁତ ସମସ୍ୟାରେ ଆମେ ପଡିଥାନ୍ତୁ, କାହିଁକିନା ଟିକେ ସେ ଲାଲଚି ଥିଲେ। ସେ ଯାହା ବି ହଉ, କିନ୍ତୁ ଠାକୁର ଦୟା କରିକି ସେ ବାହାଘରଟାକୁ ମାନେ ରୋକିଦେଲେ। ଆଉ ବର୍ତ୍ତମାନ କିଛି ଦିନ ପୂର୍ବରୁ ଏକଦମ ସେ ତାଙ୍କର ଫୋନ ଆସୁଛି ମୋ ପାଖକୁ, ମୁଁ ତ କିଛି ବ୍ୟସ୍ତ ଥିଲି ହୁଏତ ଉଠେଇ ପାରିନଥିଲି, ତାପରେ ମୁଁ ଯେତେବେଳେ କଲ ବ୍ୟାକ୍ କଲି, ସେ କହୁଛନ୍ତି ସାର୍ ଗୋଟେ ଖୁସି ଖବର ମୁଁ ଦେବି। ବୋଲି କଣ ନା, ସେ କହିଲେ ସାର୍ ମୁଁ ବର୍ତ୍ତମାନ କାହାକୁ ବି ମୁଁ ଫୋନ କରିନି, ମୋ ଝିଅର ଗୋଟେ ବହୁତ ଭଲ ଜାଗାରେ ବାହାଘର ଠିକ ହେଇଯାଇଛି। ଆଉ ମୋର ମନକୁ କାହିଁକି ଗୋଟେ ଲାଗିଲା କି ମୋର ଯିଏ ସବୁଠୁ ବେଶୀ ଆପଣାର, ଯିଏ ମୋର ସବୁ ସମସ୍ୟାର ସମାଧାନ କରିପାରନ୍ତି, ଶ୍ରୀ ଠାକୁର ମୋର ହୁଏତ ସମସ୍ୟାର ସମାଧାନ କରେଇ କରେଇ ହିଁ ଚାଲିଛନ୍ତି। ଆଉ ମୁଁ ଭାବିଲି କି ମୋର ଯିଏ ସବୁଠୁ ମୁଁ କ୍ଲୋଜ ବୋଲି ଭାବେ, ମୋର ସବୁଠୁ ଆପଣାର ବୋଲି ଭାବେ, ମୁଁ ତାଙ୍କୁ ହିଁ ପ୍ରଥମେ ଫୋନ କରିକି ମୁଁ ଏଇ ଖୁସି ଖବରଟା ହିଁ ଜଣେଇବି। ଆଉ ମୁଁ ଯେତେବେଳେ ଠାକୁରଙ୍କ ପାଖରେ ବସିଛି, ସେତେବେଳେ ଆପଣଙ୍କର କଥା ହିଁ ମନେ ପଡିଲା। ମୁଁ ତ ଠାକୁରଙ୍କୁ ପାଇଛି ତାଙ୍କର ହିଁ ମାଧ୍ୟମରେ, ତେଣୁ ମୁଁ ଆପଣଙ୍କୁ ସାର୍ ପ୍ରଥମେ ଫୋନ କରିକି ଜଣାଉଛି, ମୁଁ ଏପର୍ଯ୍ୟନ୍ତ କୌଣସି ରିଲେଟିଭକୁ ବି ମୁଁ ଫୋନ କରିକି କହିନି ମୋ ଝିଅର ବାହାଘର ହଉଛି ବୋଲି। କିନ୍ତୁ ମୁଁ ଆପଣଙ୍କୁ ପ୍ରଥମେ ଇନଭାଇଟେସନ ଦଉଛି, ଆପଣ ନିହାତି ବି ଆସିବେ। ଆଉ ସେ ତାପରେ କହୁଛନ୍ତି କି ମୋର ହଜବେଣ୍ଡ ସାର୍ ଟିକେ ଆପଣଙ୍କ ସାଙ୍ଗରେ କଥା ହେବେ, ଟିକେ ନିଅନ୍ତୁ। ମୁଁ ତାଙ୍କ ହଜବେଣ୍ଡଙ୍କୁ ତ ଦେଖିନି, ନା ତାଙ୍କ ସାଙ୍ଗରେ କେତେବେଳେ କଥା ହେଇଯାଇଛି, କଥା ବି ହେଇନି। ମୁଁ କହିବି ସେ ବା କଣ ହବା କହିବେ, ସେ ଯେତେବେଳେ ଫୋନ ଦଉଛନ୍ତି ସେ ଏତେ ଖୁସି ହେଇକି କହୁଛନ୍ତି। ସେ ମତେ କହୁଛନ୍ତି ସାର୍ ଆପଣ ବି କଳ୍ପନା କରିପାରିବେନି, ହ୍ୱାଟ ୟୁ ଆର ମିନ୍ ଟୁ ଆୱାର ଫ୍ୟାମିଲି, ଆପଣ ଆମର ଫ୍ୟାମିଲିର ଜଣେ ଇମ୍ପୋର୍ଟାଣ୍ଟ ସଦସ୍ୟ, ସେଇଟା ଆପଣ ବି କଳ୍ପନା କରିପାରିବେନି।
ଆପଣ ଏତେ ବଡ ସଦସ୍ୟ ଆମ ଫ୍ୟାମିଲିର ମୁଁ ଏଟା କଳ୍ପନା କରିକି କହିପାରିବି ଦ ୱେ ୟୁ ଆର୍ ଆସୋସିଏଟିଂ ଦ ପିପୁଲ ଦ ୱେ ୟୁ ଆର୍ ଡୁଇଂ ଦ ସୋସିଆଲ ୱାର୍କ ଇଟ୍ କ୍ୟାନଟ ବି ଏକ୍ସପ୍ଲେନ୍। ତାଙ୍କ ହଜବେଣ୍ଡ କହୁଛନ୍ତି ସେ ଜଣେ ପଞ୍ଜାବୀ ସର୍ଦ୍ଦାର ଜଣେ ତଥାପି ସେ କହୁଛନ୍ତି ଠାକୁରଙ୍କ ଦୟାରୁ ବହୁତ ସମସ୍ୟାର ସମାଧାନ ବି ହେଇଯାଉଛି। ତେଣୁ ଆମେ ବି ପ୍ରଥମେ ହଜବାଣ୍ଡ ୱାଇଫ ପ୍ରଥମେ ଭାବିଲୁ ଆପଣଙ୍କୁ ବି ପ୍ରଥମେ ଇନଭାଇଟ କରିବୁ ବୋଲି ଆଉ ଆପଣ ଦୟା କରିକି ଆମ ଝିଅର ବାହାଘରକୁ ଆସିବେ। ଏଇଟା କହିବାର ଅର୍ଥ କି କେତେ ଲୋକଙ୍କର ସମସ୍ୟାର ସମାଧାନ ହଉଛି ଆଉ କେତେ ଲୋକଙ୍କର ଆପଣାର ବି ହେଇ ଉଠିଛେ ଆମେ ମାନେ ସେଇଟା ବି କଳ୍ପନା ବି କରି ହୁଏ ନା। ସେଇଥିପାଇଁ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ଏଇ ଯାଜନ ପରିକ୍ରମା ଭିତରେ ତମେ ଯେତିକି ଲୋକଙ୍କୁ ଆପଣେଇ ନେବ ଯେତିକି ଲୋକ ତମର ଆପଣାର ହେଇଯିବେ ସେମାନେ ଯେତେବେଳେ ତମ ମାନଙ୍କ ପାଇଁ ପ୍ରାର୍ଥନା କରିବେ ଦେଖିବ ସେଇ ପ୍ରାର୍ଥନା କେମିତି ପରମ ପିତା ସ୍ୱୀକାର ହିଁ କରୁଛନ୍ତି। ଆଉ ସେୟା ହିଁ ହୁଏ। ସତରେ ଆମେ କୁ ଜନ୍ମରେ କେତେ କର୍ମ ଫଳ ଥିଲା ଆମେ ଠାକୁରଙ୍କୁ ପାଇଛେ ଆଉ ତାଙ୍କ ମାଧ୍ୟମରେ ଟିକେ ଟିକେ କର୍ମ କରିବା ଭିତରେ କେତେ ଯେ ମୋର ଲୋକ ଆପଣାର ହେଇ ଉଠିଛନ୍ତି ତା ବି କଳ୍ପନା ବି କରି ହୁଏନି। ଆଉ ବେଳେ ବେଳେ ବି ଲାଗେ ଯେତେବେଳେ ଗୁରୁ ଭାଇ ମା ମାନେ ଆସନ୍ତି ଆମକୁ ଲାଗେ ମାନେ ଏମିତି ବହୁତ ପୂର୍ବ ସମ୍ପର୍କର ଏଇ ଯୋଉ ପରିବାର ଜଣକ ଆସିଥିଲେ ୱେଷ୍ଟ ବେଙ୍ଗଲରୁ ବର୍ତ୍ତମାନ ଆମର ଏଠି 4 ଦିନ ରହିକି ଗଲେ। ଯେତେବେଳେ ସେଇଠି ଆମର ପଚାରୁଥିଲେ ସମସ୍ତେ ସାର୍ ଏମାନେ କଣ ଆପଣଙ୍କ ରିଲେଟିଭ ଆମର ମୁଁ କହିଲି ନା ନା ସାର୍ ଆପଣ ତାହେଲେ କେମିତି ଏମାନେ ଆସୁଛନ୍ତି ଏଇଠି ରହୁଛନ୍ତି ଆପଣ ବୁଲୁଛନ୍ତି ଆଉ ଆପଣ ଏମିତି ତ କଥା ହଉଛନ୍ତି ଏମାନଙ୍କ ସାଙ୍ଗରେ ଲାଗୁଛି କି ଯେମିତି ଆପଣଙ୍କ ନିଜର ହିଁ ଲୋକ ବୋଲି। ମୁଁ କହିଲି ସେ ତ ସେଇ ପରମ ପିତାଙ୍କର ସେମାନେ ବି ସନ୍ତାନ ସେମାନେ ବି ଠାକୁରଙ୍କୁ ଗ୍ରହଣ କରିଛନ୍ତି ଆମେ ବି ଠାକୁରଙ୍କୁ ଗ୍ରହଣ କରିଛୁ। ଆଉ ସେଇଥିପାଇଁ ଗୋଟେ ଜଣ ଜଣଙ୍କ ଭିତରେ ସେ ପ୍ରେମଟା ହିଁ ଆସିଯାଏ। ତେଣୁ ଯେତେବେଳେ ଜଣେ କୋଇ ଠାକୁରଙ୍କୁ ଭଲ ପାଇବା ବ୍ୟକ୍ତି ଯେତେବେଳେ ଆସିକି ପହଞ୍ଚି ଯାଆନ୍ତି ସେତେବେଳେ ଆମର ନିଜର କ୍ଲୋଜ ରିଲେଟିଭ ଠୁ ବି ଅତି ସମ୍ପର୍କୀୟ ଲାଗନ୍ତି। ଆଉ କାହିଁକି ନା ସେଇଥିରେ ଗୋଟେ ପ୍ରେମ ଥାଏ ସେଇ ସମସ୍ତଙ୍କର ପ୍ରେମ ସେଇ ପରମ ପ୍ରେମମୟଙ୍କ ପାଖରେ ଯେତେବେଳେ ଥାଏ ତେଣୁ ସେଟା ବି ଆଉ କଳ୍ପନା ବି କରି ହୁଏନି। ତେଣୁ ଏଇ ଜିନିଷଟାକୁ ହିଁ କେବଳ ପସିବୁଲ ହୁଏ ଠାକୁରଙ୍କୁ ନେଇ ଆମେ ହିଁ ଏହା ହିଁ ପାଇଛୁ। ଆମେ ଠାକୁରଙ୍କୁ ନେଇ ଆମର ପରିବାର ହିଁ ଗୋଟେ ହେଇ ଉଠୁଛନ୍ତି। ଆମର ପରିବାର କେବଳ ଆମର ସୀମିତ ନୁହଁ। ଆମର ପରିବାର କେବଳ ହଜବାଣ୍ଡ ୱାଇଫ ପିଲା ଛୁଆ ବାପା ମା ଭିତରେ ସୀମିତ ନୁହଁ। ଅଗଣିତ ଗୁରୁ ଭାଇ ମା ମାନଙ୍କ ହେଉଛନ୍ତି ଆମ ମାନଙ୍କର ପରିବାର। ଆଉ ସେମାନେ ଯେତେବେଳେ ଆସନ୍ତି ସେମାନଙ୍କ ଭିତରେ ଯେତେବେଳେ ମଣିଷ କଥା ହୁଏ ଲାଗେ ମୋର ତ କିଛି ଆଉ ଲିମିଟ ବି ନାହିଁ। ମୋର ଏତେ ହିଁ ରିଲେଟିଭ ଅଛନ୍ତି ଏତେ ହିଁ ବନ୍ଧୁବାନ୍ଧବ ଅଛନ୍ତି ଯାହାର ବି କଳ୍ପନା ବି କରି ହୁଏନି। ଆଉ ସେଇ ଭିତରେ ଗୋଟେ ଏମିତି ଗୋଟେ ଆନନ୍ଦ ପ୍ରବାହ ହୁଏ ହୃଦୟ ଭିତରେ ତାର କିଛି କଳ୍ପନା ବି କରି ହୁଏ ନା। ତେଣୁ ଆମେ ସତରେ କେତେ ଯେ ଭାଗ୍ୟବାନ ଆମେ ଠାକୁରଙ୍କୁ ପାଇ। ଠାକୁର କହୁଛନ୍ତି କି ସମସ୍ତଙ୍କୁ ଦୀକ୍ଷିତ କରି ସଂହତ କରି ତୋଳ ଗୋଟିଏ ଛିଟି ପିଟି ବି ଯେପରି ବାଦ ନ ରହେ। ଠାକୁର ବି କହିଛନ୍ତି ସେ କେତେ ଆଶାବାଦୀ ସେ କହୁଛନ୍ତି ଗୋଟେ ଛିଟି ପିଟି ବି ଯେପରି ବାଦ ନ ହୁଏ ଆଉ ସମସ୍ତଙ୍କର ଇଷ୍ଟ ପ୍ରାଣତା ଯେପରି ହୁଏ ଅଚ୍ୟୁତ ଆଉ ଅଟୁଟ। ସେତେବେଳେ ଜଣେ ଭାଇ ପଚାରୁଛନ୍ତି ଅନେକଙ୍କର ଅବସ୍ଥା ତ ଏପରି ଯେ ପ୍ରଣାମୀ ବା ଇଷ୍ଟଭୂତି ବି ଠିକ ଭାବେ ଦେଇପାରନ୍ତି ନାହିଁ। ଶ୍ରୀ ଠାକୁର କହୁଛନ୍ତି ଯଥାସାଧ୍ୟ ଯାହା ପାରନ୍ତି ତାହା ଦେଇ ହିଁ କରିବା ଭଲ। ପ୍ରାଣ ଉଛୁଳାଇ ଯାହା ଆସେ ତାହା ଦେଇ ହିଁ ଯେପରି କରନ୍ତି। ଇଷ୍ଟଙ୍କ ପାଇଁ କରିବାର ବୁଦ୍ଧି ଯେତେ ହୁଏ ସେତେ ହିଁ ମଣିଷର ଯୋଗ୍ୟତା ବଢେ। ଚେଷ୍ଟା କର ପ୍ରତ୍ୟେକଙ୍କର କର୍ମ ଶକ୍ତି ଯେପରି ବଢି ଉଠେ। ଶ୍ରମ କାତର ଯେମିତି ନ ହୁଅନ୍ତି କେହି। ସାଥେ ସାଥେ ଦେଖ ପାରିବାରିକ ଶିଳ୍ପ କଣ ହୋଇପାରେ। ଯେ ଯେଉଁ ଦିଗ ଦେଇ ପାରଗ ଅଛି ତାକୁ ସେହି ଦିଗ ଦେଇ ହିଁ ଲଗାଇବେ। ଆଉ ତୁମର କାମ ହେବ ରଖୁଆଳି। ରଖୁଆଳିର ଉପରେ ଛିଡା ହୋଇ ପ୍ରୀତି ଅବଦାନ ଯାହା ଆସେ ତା ଦେଇ ହିଁ ସଂସାର ଚଲାଅ। ଏଇଟା ହିଁ ହଉଛି ବ୍ରାହ୍ମଣର ଉପାର୍ଜନ। ଯେତେବେଳେ ଜଣେ ଭାଇ ପଚାରୁଛନ୍ତି ଠାକୁର ସେଇ ଇଷ୍ଟଭୃତି ତ ଅନ୍ତତଃ ଆହାର୍ଯ୍ୟ ଅନୁପାତିକ କରିବାକୁ ହୁଏ କିନ୍ତୁ ତାହା ତ ସମସ୍ତେ କରିପାରନ୍ତି ନାହିଁ। ଶ୍ରୀ ଠାକୁର କରୁଛନ୍ତି ଯାହା ପାରନ୍ତି ତାହା ଦେଇ କରିଲେ ହିଁ ହୁଏ। ସାମର୍ଥ୍ୟକୁ ଫାଙ୍କି ନ ଦେଇ ଯେପରି କ୍ଷେତ୍ରରେ ଗୋଟେ ଫୁଲ ଦେଇ ବି କରିଲେ ବି ହୁଏ। ଆଉ ଗୋଟେ ଜାଗାରେ ଶ୍ରୀ ଠାକୁର କହୁଛନ୍ତି ମା ଯେପରି ସନ୍ତାନ ପାଇଁ କରେ ସନ୍ତାନରେ ହିଁ ସ୍ୱାର୍ଥ ପ୍ରତିଷ୍ଠାକୁ ନିଜର ହିଁ ସ୍ୱାର୍ଥ ପ୍ରତିଷ୍ଠା କରି ନିଏ ଏବଂ ଏହି ବ୍ୟାପାରରେ କୌଣସି ଦୁଃଖ କଷ୍ଟକୁ ଦୁଃଖ କଷ୍ଟ ବୋଲି ମନେ କରେ ନାହିଁ। ଠିକ ଏପରି ଭାବେ ମନୋଭାବ ନେଇ ବାସ୍ତବରେ କରିବା କହିବା ଭାବିବା ନିୟମିତ ଭାବରେ ଚଲାଇବାକୁ ହୁଏ। ତାର ମାନେ ମୋର ପ୍ରତ୍ୟେକଟା କରିବା ପ୍ରତ୍ୟେକଟା ଭାବିବା ପ୍ରତ୍ୟେକଟା କହିବା ଯେପରି ଇଷ୍ଟଙ୍କ ପ୍ରୀତି ଓ ସ୍ୱାର୍ଥ ପ୍ରତିଷ୍ଠା ପାଇଁ ହୁଏ ହିଁ ହୁଏ। ଏଇ ଭାବରେ ଯଦି କିଏ ଚାଲିବାକୁ ଆରମ୍ଭ କରେ ସକ୍ରିୟ ପରିକ୍ରମାରେ ତାହେଲେ ତାର ଟାଣ ଗଜାଇବ ହିଁ। କ୍ରାଇଷ୍ଟ କହିଛନ୍ତି ଟେକ୍ ଅଫ୍ ଦି କ୍ରସ୍ ଆଣ୍ଡ ଫଲୋ ମି। କ୍ରସ୍ ଟା ହାତରେ ତୋଳି ନିଅ ଏବଂ ମୋତେ ଅନୁସରଣ କର। କ୍ରସ୍ କଥାର ମାନେ ମୁଁ ଏହା ବୁଝେ ଯେ ମୋର ପ୍ରବୃତ୍ତି ଏ ଯୋଉ କମ୍ପ୍ଲେକ୍ସ ଯେତେବେଳେ ଇଷ୍ଟଙ୍କ ସ୍ୱାର୍ଥ ଓ ପ୍ରତିଷ୍ଠାର ବିରୋଧୀ ହୋଇ ଛିଡା ହୁଏ ଏବଂ ମୋର ୱିଲ୍ ଇଚ୍ଛା
ଯେତେବେଳେ ତାଙ୍କର ପ୍ରତିବନ୍ଧକ ସ୍ୱରୂପ ସେଇ ପ୍ରବୃତ୍ତିକୁ ଭେଦ କରି ଠେଲି ଉଠେ, ଏଇ ଅବସ୍ଥା ହିଁ ହେଉଛି କ୍ରସ୍। ବେପରବା ହୋଇ ଏପରି ଭାବେ ଚାଲିବାକୁ ହୁଏ। ଇଷ୍ଟାର୍ଥ ପୂରଣର ପଥରେ ଯେତେବେଳେ ବି ହିଁ ଯେଉଁ ପ୍ରବୃତ୍ତି ହିଁ ବାଧା ହୋଇ ଛିଡା ହୁଏ, ସେଇ ପ୍ରବୃତ୍ତିର ବିରୁଦ୍ଧରେ ଛିଡା ହୋଇ ଯେନ୍ ତେନ୍ ପ୍ରକାର ଇଷ୍ଟଙ୍କର ଇଚ୍ଛା ପୂରଣ କରିବା ହିଁ ହେଲା ଜୀବନର ତପସ୍ୟା। ଆଉ ଏଇ ସଂଗ୍ରାମ ହିଁ କ୍ରସ୍। କିଛିରେ ହିଁ କୌଣସି ଦୁର୍ବଳତାକୁ ପ୍ରଶ୍ରୟ ଦେବା କଥା ନୁହେଁ। ମଣିଷର ଇଷ୍ଟାର୍ଥୀ ଇଚ୍ଛା ଶକ୍ତି ଯେତେବେଳେ ପ୍ରତିଟି ପ୍ରବୃତ୍ତିର ବିରୁଦ୍ଧରେ ସଂଗ୍ରାମରତ ହୋଇ ଚାଲେ, ସେତେବେଳେ ତା ସାଙ୍ଗରେ ପାରିବାର ଉପାୟ ନାହିଁ। ଏଇ ସମ୍ବେଗ ବଢାଇବା ପାଇଁ ହିଁ ବିଧିବଦ୍ଧ ଭାବରେ ଯଜନ ଯାଜନ ଇଷ୍ଟଭୂତି କରି ଚାଲିବାକୁ ହିଁ ହୁଏ। ଶ୍ରୀ ଠାକୁର କହୁଛନ୍ତି, ସାଧ୍ୟ ମତ ଅପର ପାଇଁ ଯଦି କର, ସେଥିରେ ତୁମ ମାନଙ୍କ ପକ୍ଷରେ ଭଲ ହେବ। ମଣିଷ ଗୁଡ଼ିକୁ ଯଦି ଇଷ୍ଟ ଓ ପରିବେଶ ପାଇଁ ଭାବିବାକୁ ଓ କରିବାକୁ ପ୍ରବୁଦ୍ଧ କରି ନ ତୋଳ, ତାହେଲେ କିନ୍ତୁ ସେମାନଙ୍କର ଅଭାବ ଘୁଞ୍ଚିବ ନାହିଁ। ମଣିଷ ଯେତେ ଦିନ ସ୍ୱାର୍ଥ ସନ୍ଧିଷ୍ଠ ହୋଇ ଚାଲେ, ସେତେ ଦିନ ସେମାନଙ୍କର ପାରଗତା ତ ଗଜାଏ ନାହିଁ ଏବଂ ପରିବେଶ ବି ସେମାନଙ୍କର ଦ୍ୱାରା ଉତ୍ତେଜିତ ହୁଏ। ମଣିଷ କଷ୍ଟ ପାଏ ଚରିତ୍ର ପାଇଁ। ଯେଉଁ ଚରିତ୍ରର କାରଣରୁ, ଯେଉଁ ଦୋଷର କାରଣରୁ ଅଭାବ ଛାଡେ ନାହିଁ, ତାକୁ କୁହାଯାଏ ପପରିଜିମ୍, ଦାରିଦ୍ର ବ୍ୟାଧି। ଯଜନ ଯାଜନ ଇଷ୍ଟଭୃତି ଯଦି କେହି ଠିକ ଭାବେ କରେ, ତାହେଲେ ପପରିଜିମ୍ ଦାରିଦ୍ର ବ୍ୟାଧି ଯିବାକୁ ବାଧ୍ୟ। ଦୀକ୍ଷା ଅନେକ ନିଅନ୍ତି, କିନ୍ତୁ ଯାହା କରିବାର ତା କରନ୍ତି ନାହିଁ ବୋଲି ହିଁ ଫଳ ପାଆନ୍ତି ନାହିଁ। ଟାଇମ ତ ହେଇଗଲାଣି, ଠାକୁରଙ୍କର ସେଇ ଜିନିଷଟା କହି ଆଜି ଏଇ ପ୍ରସଙ୍ଗକୁ ବିରାମ ଦେବା। ଶ୍ରୀ ଠାକୁର କହୁଛନ୍ତି, ତୁମର ବାପ ମା ସ୍ତ୍ରୀ ପୁତ୍ର ପରିଜନ ଖାଇବା ପିଇବା ଭୋଗ ବିଳାସ ଇତ୍ୟାଦି ଯାହା କିଛିର ନିମନ୍ତେ ଅର୍ଥ ବିତ୍ତ ସାମର୍ଥ୍ୟକୁ ଖର୍ଚ୍ଚ କରୁଛ, କିନ୍ତୁ ଯେଉଁ ଧର୍ମ ତୁମକୁ ବା ତୁମ ଦିଗକୁ ଧରି ରଖେ, ସତ୍ତା ସମ୍ପୁଷ୍ଟ କରି ସମ୍ବର୍ଦ୍ଧନାରେ ବିବର୍ତ୍ତିତ କରି ନେଇ ଚାଲେ, ସୁକେନ୍ଦ୍ରିତ କରି ବିବର୍ତ୍ତନର ପଥରେ, ତାର ନିମନ୍ତେ ତୁମର ଅର୍ଥ ବିତ୍ତ ସାମର୍ଥ୍ୟ ଖରଚ କରିବାକୁ ନାରାଜ ବା ସଂକୁଚିତ, ଅଥଚ ତା ନହେଲେ ତୁମର ସବୁ ଯାହା କିଛି ହିଁ ସ୍ତିମିତ ହୋଇ ଚାଲେ, ଭାବି ଦେଖ ତୁମେ କ'ଣ କେତେ ମାତ୍ରାରେ କୃପଣ କାପଟ୍ୟର ଭାବରେ ଅଭିଭୂତ ହୋଇ ରହିଛ। ଅର୍ଥ ବିତ୍ତ ସାମର୍ଥ୍ୟ ଦେଇ ତୁମେ ଧର୍ମକୁ ଅର୍ଜନ କରିବାକୁ ଚାହଁ ନା, ଅଥଚ ଅସ୍ତିତ୍ୱକୁ ବଜାୟ ରଖିବାକୁ ଚାହଁ, ବିଭବକୁ ଆହରଣ କରିବାକୁ ଚାହଁ, ଉପଭୋଗର ଅଭିନନ୍ଦିତ ହେବାକୁ ଚାହଁ। ଏଇଟା ଗୋଟାଏ ବିସ୍ମୟକର କଥା ନୁହେଁ କି? ସାବଧାନ ହୁଅ, ଶ୍ରେୟାର୍ଥେ ଶ୍ରମ କର, ଯୋଗ୍ୟତାକୁ ଆହରଣ କର, ସତ୍ତାକୁ ବଜାୟ ରଖି ଅର୍ଥ ଓ ଭିତରେ ଉପୁଚି ଉଠ, ଆଉ ଇଷ୍ଟାର୍ଥେ ସେଗୁଡ଼ିକୁ ସାର୍ଥକ କରି ତୋଳ। ନୁହେଁ ତ ଅମଙ୍ଗଳ ମାଙ୍ଗଳିକ ଥଟାରେ ତୁମକୁ ବିଦ୍ରୁପ ଓ ବଞ୍ଚିତ କରିବାକୁ ଛାଡ଼ିବ ନାହିଁ। ତେଣୁ ଆସନ୍ତୁ ଆମେ ଠାକୁରଙ୍କୁ ବିନା କୌଣସି ପ୍ରଶ୍ନରେ, କୌଣସି ପ୍ରଶ୍ନ ହିଁ ନାହିଁ, ମୁଁ ଠାକୁରଙ୍କୁ ହିଁ ଜୀବନରେ ପାଇଛି, ଏ ସାଧନା ବଳରେ ସେ ଯାହା ହଉ, ମୁଁ ପରମ ପିତାଙ୍କୁ ଯେତେବେଳେ ପାଇଛି, ଆଉ କୌଣସି ମୋର ସଂଶୟ ହିଁ ନାହିଁ। ତେଣୁ ମୁଁ ତାଙ୍କର ହିଁ କର୍ମ ହିଁ କରି କରି ଚାଲିବି, ଆଉ ପରମ ପୂଜ୍ୟ ବା ଶ୍ରୀ ଆଚାର୍ଯ୍ୟ ଦେବ ଯେତେ ଯାହା ନିର୍ଦ୍ଦେଶ ଦେଉଛନ୍ତି ତାଙ୍କୁ ହିଁ ପରିପାଳନ କରି କରି ଚାଲିବି। ଆଉ ବର୍ତ୍ତମାନ ଯେତେ ବି ଅଛନ୍ତି, ମୁଁ ବା କ'ଣ କହିଛି ମୁଁ କିଛି ଜାଣିପାରୁନି, ସମସ୍ତଙ୍କର ମଙ୍ଗଳ କାମନା ପାଇଁ ମୁଁ ପରମ ପିତାଙ୍କ ରାତୁଳ ଚରଣରେ ପ୍ରାର୍ଥନା କରୁଛି। ଆଉ ବିଶେଷ ରୂପେ ସୁଭାଷ ଭାଇଙ୍କର ଆଉ ତାଙ୍କର ପରିବାର ମଙ୍ଗଳ କାମନା ପାଇଁ ମୁଁ ଦୟାଲୋକ ଶ୍ରୀଚରଣ ପ୍ରାର୍ଥନା କରୁଛି। ଆଉ ସମସ୍ତଙ୍କର ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠାରେ ଏମିତି ସମସ୍ତେ ଲାଗି ରୁହନ୍ତୁ, ଏହା କହି ନିବେଦନ କରି ଶ୍ରୀ ଶ୍ରୀ ଠାକୁରଙ୍କ ରାତୁଳ ଚରଣରେ ମୋର ଏଇ ଇଷ୍ଟ ପ୍ରସଙ୍ଗକୁ ବିରାମ ଦେଉଛି। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମମ୍। ଜୟ ଗୁରୁ ସୁଭାଷ ଭାଇ, ଜୟ ଗୁରୁ।